वासुदेवाय। सत्संगर आरंभ रे ओंकार ध्वनि को जीवा ओ आज व्यासासन उपवेशन पूर्वक आज चतुर्थ स्कंदर आलोचना को आगे नापी आमंत्रण करुच्ची। पूज्य पंडित प्रवाचक पंडित श्रीजुक्त श्याम सुंदर दास महाभाग सुस्वागत बाबा आपण को सुस्वागत। महापात्र महोदय, अन्यान्य पंडित सज्जन मंडली, समस्त दिव्यात्मा भाई भौणीगण एवं यही सारांश आलोचना को जी आसुंच जी कि से तो अन्य कौन सी पंडित हूँ न हूँ आमर अनुष्ठान सहित सदा सर्वदा जड़ित आमर शुभेच्छु मार्गदर्शक विशिष्ट प्रवचक कथावाचक पंडित श्याम सुंदर दास महोदय तांको मध्य निमंत्रण करुच्ची। तो आज जो आमर चतुर्थ स्कंद रही आम शुणा सो तार प्रथम अध्याय स्वयंभुव मनु कन्या वंश वर्णना हो कि जोगाग्नि सतींकर देहत्याग हो कि तपस्या उद्देश्य ध्रुवर वनगमन हो धरणी दहन हो कि प्रजा को पृथुंकर उपदेश हो से जहाँ भी हो शेष रही प्रचेतागण को नारदंकर उपदेश एवं सेमानंकर परम पद लाभ इत्यादि इत्यादि ये सब विषय तो आमर आलोचना करवा नहीं। जहाँ आलोचना करेंगे आमर शुभेच्छु पंडित प्रवचक मार्गदर्शक शुभेच्छु दिग्दर्शक श्रीजुक्त श्याम सुंदर दास महोदय को पुनर्बार मु निमंत्रण जन विराम नेउछि। सभापति देवेंद्र कुमार नायक, नमस्कार। ओम नमो भगवते पुरुषोत्तमाय। ओम नमो भगवते श्रीनंदनंदनाय। जं कप्तजं तं ननुपेतमुपेत कृत्यं द्वैपायनो विराकातराजुभावो पुत्रेति तन्मयतया तरवोऽभिनेदु स्तं सर्वभूतहृदयं मुनिमानतोऽस्मि। कृष्णाय वासुदेवाय हरये परमात्मने प्रणत क्लेशनाशाय गोविंदाय नमो नमः। आज पवित्र आसर गोटे अभूतपूर्व मुहूर्त। जार की उद्योक्ता होचंती साहित्यिक कवि बंधु परिवार बालेश्वर सभापति महोदय, यशस्विनी संपादिका महोदय, अन्यान्य समस्त कर्मकर्ता वृंद एवं ये प्रेरणा प्रदान कर समस्त पंडित मंडल पंडित श्रीमन गोपाल कृष्ण जी महाराज ठारू शुभेच्छा। अस्तुत्य नरंचैव नरोत्तमं देवीं सरस्वतीं व्यासं ततो जयमुदीरये। आपण माने समस्त जानी आमे ये चतुर्थ स्कंदर 31 अध्याय समस्त अध्याय को पारायण सहित आलोचना कर सारी बहु पूर्व या पूर्व तेरे आज ये समग्र 31 अध्यायर सामग्रिक आलोचना करने आम पुणी जाऊे। ये जो चतुर्थ स्कंदटा गोटाए कथा आपन को कहूँ अत्र सर्ग विसर्गाश्च स्थानं पुरुषनमूतयः मन्वन्तरेशानुकथा निरोध मुक्तिराश्रम। आप समस्त जानते ये जो श्रीमद् भागवत महापुराण
ଏ ମହାପ୍ରାଣର 10ଟା ଲକ୍ଷଣ, ଯେଉଁ 10 ଲକ୍ଷଣରୁ ପ୍ରଥମ ଲକ୍ଷଣ ତୃତୀୟ ସ୍କନ୍ଧ ପ୍ରଥମ ଲକ୍ଷଣ ଉପରେ ଆଧାରିତ ସ୍ୱର୍ଗ, ଯାହାକି ସ୍ୱୟଂ ପରମ ବ୍ରହ୍ମ ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରଥମ ସୃଷ୍ଟିଟାକୁ ସ୍ୱର୍ଗ କୁହାଗଲା। ଏବଂ ଆଜି ଚତୁର୍ଥ ସ୍କନ୍ଧ, ଏଇଟା ଭଗବାନଙ୍କ ଦ୍ୱାରା ସୃଷ୍ଟ ବ୍ରହ୍ମା ସ୍ୱୟଂଭୁ, ସେ ସ୍ୱୟଂଭୁଙ୍କ ଦ୍ୱାରା ଯାହା ସବୁ ସୃଷ୍ଟି କଲେ, ଯାହା ସବୁ ସୃଷ୍ଟି ହେଲା, ଅର୍ଥାତ୍ ମୈଥୁନିକ କ୍ରିୟା ସାହାଯ୍ୟରେ ଯାହା ସବୁ ସୃଷ୍ଟି ହେଲା, ତାର ଅନ୍ୟ ନାମ ହେଲା ବିସର୍ଗ। ଏଇ ବିସର୍ଗ ଚତୁର୍ଥ ସ୍କନ୍ଧରେ ଆମେ ସବୁ କିଛି ବିସର୍ଗ ଉପରେ ଆଧାରିତ ସୃଷ୍ଟି କଥା ପଢିବା, ଯୋଉଥିରେ କି ସ୍ୱର୍ଗରେ ପ୍ରଥମେ ଭଗବାନ ତାଙ୍କର ଅଙ୍ଗରୁ ଜାତ କରିଥିଲେ ମନୁ ଏବଂ ଶତରୂପାଙ୍କୁ ଏବଂ ସୃଷ୍ଟି ବିସର୍ଜନା କରିବା ପାଇଁ ଆଦେଶ ଦେଇଥିଲେ। ଏବଂ ସେହି ମନୁ ଏବଂ ଶତରୂପା କୋଉଠି ସୃଷ୍ଟି କରିବେ କଣ ଇତ୍ୟାଦି କହିକି ଧରଣୀଟାକୁ ଭଗବାନଙ୍କର ସହାୟତାରେ ଯଜ୍ଞଙ୍କର ସହାୟତାରେ ଉପରକୁ ଆଣିଲେ ଏବଂ ତାପରେ ନିଜର ସୃଷ୍ଟି ଆରମ୍ଭ କଲେ। ଏବଂ ସେହି ସୃଷ୍ଟି ଆରମ୍ଭ କରିବା ଆଜି ଯୋଉ ପ୍ରଥମ ଅଧ୍ୟାୟ, এই ପ୍ରଥମେ ପ୍ରକୃତରେ ମନୁ ଏବଂ ଶତରୂପା ବିଶେଷ କରି ତାଙ୍କର ଦୁହିତା ମାନଙ୍କର ବଂଶ ଉପରେ ଆଲୋଚନା କରାଯାଏ এই ଚତୁର୍ଥ ସ୍କନ୍ଧ। ମୁଁ ଆପଣମାନେ ସମସ୍ତେ ଜାଣିଛନ୍ତି ପ୍ରଥମ ଅଧ୍ୟାୟରେ ମନୁ ଏବଂ ଶତରୂପାଙ୍କର 2ଟା ପୁତ୍ର ସନ୍ତାନ ଏବଂ 3ଟି କନ୍ୟା ସନ୍ତାନ ଜାତ ହେଇଥିଲେ ଆପଣ ଜାଣିଛନ୍ତି। ପୁତ୍ର ସନ୍ତାନ ମାନେ ହେଲେ ଉତ୍ତାନପାଦ ଏବଂ ପ୍ରିୟବ୍ରତ। ଏଇଥିରେ ବର୍ତ୍ତମାନ ଏଇ ଅଧ୍ୟାୟରେ ଉତ୍ତାନପାଦ ଏବଂ ପ୍ରିୟବ୍ରତଙ୍କର କୌଣସି କଥା ଆସୁନାହିଁ। ତେବେ ତାଙ୍କର ଯୋଉ 3ଟି କନ୍ୟା, ସିଏ ହେଲେ ଆକୁତି, ପ୍ରସୂତି ଏବଂ ଦେବହୂତି। এই 3ଟି କନ୍ୟା ମାନଙ୍କ ଠାରୁ ଯୋଉ ସବୁ ସୃଷ୍ଟି ସର୍ଜନା କଲେ, ଯାହା ସବୁ ସୃଷ୍ଟି ହେଲା, ସେଇ କଥା এই ଚତୁର୍ଥ ସ୍କନ୍ଧର এই ପ୍ରଥମ ଅଧ୍ୟାୟରେ ଆରମ୍ଭ କରିଛନ୍ତି। ଏବଂ ୟାକୁ ମୈତ୍ରେୟ ବିଦୁରଙ୍କର ସମକ୍ଷରେ ଉପସ୍ଥାପନ କରୁଛନ୍ତି, ଯାହାକି ମହାମୁନି ଶୁକ ପରୀକ୍ଷିତ ରାଜାଙ୍କୁ ଶୁଣାଉଛନ୍ତି, ସୁତ ସୌନକାଦି ଋଷିଗଣଙ୍କୁ ଶୁଣାଉଛନ୍ତି। ଏବଂ ଆଜି ଆମେ ମାନେ ୟା ଉପରେ ଆଲୋଚନା କରୁଛେ। ତ ଆପଣ ପ୍ରଥମ ଅଧ୍ୟାୟ କଣ ହେଇଛି? ପ୍ରଥମ ଅଧ୍ୟାୟରେ ତାଙ୍କର ଯୋଉ 3ଟି ଝିଅ ମନୁ ଏବଂ ଶତରୂପାଙ୍କର 3ଟି ଝିଅ, ସେ ଭିତରୁ ଜଣେ ହେଲେ ଆକୁତି, ଆଉ ଜଣେ ହେଲେ ପ୍ରସୂତି ଏବଂ ତୃତୀୟା କନ୍ୟା ହେଲେ ଦେବହୂତି। ଆକୁତି କନ୍ୟାଙ୍କୁ ଋଷି ରୁଚି ବିବାହ କରିଥିଲେ, ଆପଣମାନେ ସମସ୍ତେ ଜାଣିଛନ୍ତି। ଏବଂ ଦକ୍ଷ ପ୍ରଜାପତିଙ୍କୁ ପ୍ରସୂତି ନାମକ କନ୍ୟା ବିବାହ କରିଥିଲେ ଏବଂ କର୍ଦମ ମହର୍ଷିଙ୍କୁ ଦେବହୂତି ନାମକ କନ୍ୟା ବିବାହ କରିଥିଲେ। ଏବେ ରୁଚି ଏବଂ ଆକୁତି, ରୁଚି ଋଷି ଏବଂ ଆକୁତିଙ୍କର କଥା ଆମେ ବିଚାରକୁ ନେଲେ ଦେଖିବା, এই ଅଧ୍ୟାୟରେ ଆକୁତିଙ୍କ ଗର୍ଭରେ 2ଟା ସନ୍ତାନ ଜନ୍ମଗ୍ରହଣ କରିଛନ୍ତି। ଜଣେ ହେଲେ ଦକ୍ଷିଣା ଏବଂ ଆଉ ଜଣେ ହେଲେ ଯଜ୍ଞ। ସେଇ ଯଜ୍ଞ ହଉଛି ଭଗବାନ ବିଷ୍ଣୁଙ୍କର ଅଂଶ ଏବଂ ଦକ୍ଷିଣା ମା କମଳାଙ୍କର ଅଂଶ। ମନୁ ରାଜା ତାଙ୍କର ପୁତ୍ରିକା ଧର୍ମ ଆଚରଣ କରିକି ଯଜ୍ଞକୁ ପୋଷ୍ୟପୁତ୍ର ଭାବରେ ଝିଅ ଠାରୁ ଗ୍ରହଣ କରି ନେଇଛନ୍ତି ଏବଂ ଦକ୍ଷିଣାଙ୍କ ସହିତ ବିବାହ କରିଦେଇଛନ୍ତି। ଏବଂ ଦକ୍ଷିଣାଙ୍କ ଗର୍ଭରୁ 12ଟା ପୁତ୍ର ଜନ୍ମ ହେଇଛନ୍ତି। সেই 12ଟା ପୁତ୍ର ହେଲେ ତୋଷ, ପ୍ରତୋଷ, ସନ୍ତୋଷ, ଭଦ୍ର, ଶାନ୍ତି, ଇଡସ୍ପତି, ଇଧ୍ମ, କବି, ବିଭୁ, ସ୍ୱର୍ଣ୍ଣ। এইମାନେ ହେଲେ 12ଟା ଏବଂ এই 12 ଜଣଙ୍କୁ ତୁଷିତ ଦେବଗଣ ବୋଲିକି ନାମିତ କରାଯାଇଛି। ଇଏ ହେଲେ ଆକୁତି ଏବଂ ରୁଚିଙ୍କର ତାଙ୍କର ବଂଶ କଥା। ବର୍ତ୍ତମାନ ଦେବହୂତି ନାମକ ଯୋଉ କନ୍ୟା, ତୃତୀୟା କନ୍ୟା ଆପଣଙ୍କର ଏଇଠି ଅଛନ୍ତି, ସେଇ ଦେବହୂତି କୁ କର୍ଦମ ଋଷିଙ୍କୁ ବାହା କରାଇ ଦେଇଛନ୍ତି ମନୁ ଏବଂ ଶତରୂପା। ଏବଂ ଏଇଟା ତୃତୀୟ ସ୍କନ୍ଧରେ ଆମେ ଜାଣିଛେ। ବର୍ତ୍ତମାନ କର୍ଦମଙ୍କର ଔରସରେ ଦେବହୂତିଙ୍କୁ ଗର୍ଭରୁ 9ଟି କନ୍ୟା ଜନ୍ମ ହେଇଛନ୍ତି ଏବଂ ଗୋଟାଏ ପୁତ୍ର ଜନ୍ମ ହେଇଛନ୍ତି। ପୁତ୍ର ହେଲେ କପିଳ ମୁନି, ସବୁଠାରୁ ସାନ, ଯିଏକି ପରବର୍ତ୍ତୀ ଅବସ୍ଥାରେ କପିଳ ଗୀତା ମାତାଙ୍କୁ ଶୁଣେଇଥିଲେ। ଏଇଟା ବି ଆମେ ସମସ୍ତେ ଜାଣି ସାରିଛନ୍ତି। ଏବେ ତାଙ୍କର ଯୋଉ 9ଟା କନ୍ୟା, ଦେବହୂତିଙ୍କର 9ଟା କନ୍ୟା, ପ୍ରଥମ କନ୍ୟା ହେଲା କଳା। ସିଏ କଳା, କଳା ଶବ୍ଦର ଅର୍ଥ ଆପଣ ଜାଣୁଥିବେ, ମୁଁ ଏତେ ବିସ୍ତୃତ ଭାବରେ ଆଉ କହିବି ନାହିଁ, କାରଣ 31ଟି ଅଧ୍ୟାୟ 3 ମିନିଟ୍ ଯଦି ନେଲେ 1.5 ଘଣ୍ଟା ଲାଗିବ। ତେଣୁ ଏତେ ବିସ୍ତୃତ ନୁହଁ, ଟିକେ ଟିକେ ଏଇଟା ନିହାତି ଆବଶ୍ୟକତା ପଡୁଛି କହୁଛି। କଳା ବାହା ହେଲେ ମରିଚି ଋଷିଙ୍କୁ। ମରିଚିଙ୍କର 2ଟା ପୁଅ କଶ୍ୟପ ଏବଂ ପୂର୍ଣ୍ଣିମାନ।
କଶ୍ୟପଙ୍କର ବଂଶାବଳୀ ପରେ ବର୍ଣ୍ଣିତ ହୋଇଛନ୍ତି। ଏବେ ପୂର୍ଣ୍ଣିମାନଙ୍କର ବଂଶ ଆମେ ଟିକେ ଦେଖିବା। ପୂର୍ଣ୍ଣିମା କଶ୍ୟପ ଏଇ କଳା ଏବଂ ମରୀଚିକ ଠାରୁ କଶ୍ୟପ ଯୋଉ ପୂର୍ଣ୍ଣିମାନ ଜନ୍ମ ଗ୍ରହଣ କଲେ, ପୂର୍ଣ୍ଣିମାନଙ୍କ ଠାରୁ ବିରଜ, ବିଶ୍ୱଗ ଏବଂ ଦେବକୁଲ୍ୟା ନାମକ 3ଟା ସନ୍ତାନ। ବିରଜ ଏବଂ ବିଶ୍ୱଗ 2ଟା ପୁଅ, ଦେବକୁଲ୍ୟା ହେଲେ ଜଣେ କନ୍ୟା। ସେଇ କନ୍ୟା ପରବର୍ତ୍ତୀ ଅବସ୍ଥାରେ ସୁରଧୁନି ଗଙ୍ଗା ନାମରେ ନାମିତା ହେଲେ ଏବଂ ସେ ଆପଣଙ୍କର ସମଗ୍ର ପୃଥିବୀ ରସାତଳ ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ପବିତ୍ର କରିଛନ୍ତି, ଏଇଟା ଆପଣ ଜାଣିଛନ୍ତି। ଏବେ ତାଙ୍କର ଦ୍ୱିତୀୟା କନ୍ୟା ଅନୁସୂୟା ଅତ୍ରିଙ୍କୁ ବାହା ହେଲେ ଏବଂ ଅତ୍ରି ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିକିରି ତାଙ୍କର ଅନୁସୂୟାଙ୍କ ଗର୍ଭରେ 3ଟା ସନ୍ତାନ ଜାତ କରେଇଲେ। ସେ ଭିତରୁ ଜଣେ ବ୍ରହ୍ମାଙ୍କ ଔରସରେ ଚନ୍ଦ୍ର, ବ୍ରହ୍ମାଙ୍କ ଅଂଶରେ ଭଗବାନ ବିଷ୍ଣୁ ସ୍ୱୟଂ ନିଜେ ତାଙ୍କ ଅଂଶରେ ଦତ୍ତାତ୍ରେୟ ବା ଦତ୍ତ ଏବଂ ଭଗବାନ ଶଙ୍କରଙ୍କ ଅଂଶରେ ଦୁର୍ବାସା ମୁନି ଜାତ ହେଲେ ଏବଂ ସୋମ ଚନ୍ଦ୍ର ଯେ ଆପଣଙ୍କର ଅନୁସୂୟାଙ୍କର ନୟନ କୋଣରୁ ଜାତ ହେଲେ, ଦତ୍ତ ତାଙ୍କର ଉଦରରୁ ଜାତ ହେଲେ ଏବଂ ଦୁର୍ବାସା ତାଙ୍କର ପୃଷ୍ଠଦେଶରୁ ଜାତ ହେଲେ ବୋଲିକିରି କୁହାଯାଇଛି। ବର୍ତ୍ତମାନ ତୃତୀୟା କନ୍ୟା ଶ୍ରଦ୍ଧା ଅଙ୍ଗିରାକୁ ବାହା ହେଲେ, ତାଙ୍କର 4ଟି ଝିଅ ଏବଂ 2ଟା ପୁଅ। ଟିକେ ମୁଁ ଅନୁମାନ କରୁଛି ଟିକେ ତୀବ୍ର ଗତିରେ ଗଲା ଭଳିଆ ଲାଗୁଛି, ତଥାପି ଯେହେତୁ ବହୁ ଗୁଡାଏ ଜିନିଷ କହିବାକୁ ଅଛି ମୁଁ ଗତିଟାକୁ ଟିକେ ଏକ୍ସିଲରେଟ କରିବା ପାଇଁ ବାଧ୍ୟ ହଉଛି। ତେବେ ତାଙ୍କର 4ଟା ଝିଅ ଏବଂ 2ଟା ପୁଅ। 4ଟା ଝିଅ ହେଲେ ସିନିବାଲି, କୁହୁ, ରାକା, ଅନୁମତି ଏବଂ ପୁଅ 2ଟା ହେଲେ ଉତଥ୍ୟ ଏବଂ ବୃହସ୍ପତି। ତାପରେ ତାଙ୍କର ଆସିଲା ଆପଣଙ୍କ 4ର୍ଥ ଝିଅ, ସିଏ ହେଲେ ହବିର୍ଭୁ। ସେ ପୁଲସ୍ତ୍ୟଙ୍କୁ ଋଷିଙ୍କୁ ବିବାହ କଲେ, ଯାହାଙ୍କ ଠାରୁ ଅଗସ୍ତି ଏବଂ ବିଶ୍ରବା ଜନ୍ମ ହେଲେ। ଅଗସ୍ତିଙ୍କ କଥା ତାଙ୍କର ବଂଶାବଳୀ ଏଠି ଆସିନାହିଁ। ବର୍ତ୍ତମାନ ବିଶ୍ରବା ଋଷି ଯିଏକି ଇଡବିଡାଙ୍କୁ ବିବାହ କରିଥିଲେ ଏବଂ ଇଡବିଡାଙ୍କ ଗର୍ଭରୁ କୁବେର ତାଙ୍କର ପୁତ୍ର ସନ୍ତାନ ଜାତ ହେଲା। ପୁଣି ସେଇ ବିଶ୍ରବା କେଶିନୀ, କିଏ କହନ୍ତି କେଶୀ, କିଏ କହିଲା ଆପଣର କେଶିନୀ, କେଶୀ, ନୈକେଶୀ ମଧ୍ୟ କହନ୍ତି। ତ ଏଇଠି ଭାଗବତରେ କେଶିନୀ ନାମକ ଜଣେ କନ୍ୟାକୁ ବିବାହ କଲେ। ତାଙ୍କ ଗର୍ଭରୁ ରାବଣ, କୁମ୍ଭକର୍ଣ୍ଣ ଏବଂ ବିଭୀଷଣ ନାମକ 3ଟା ପୁତ୍ର ଜାତ ହେଲେ। ପରବର୍ତ୍ତୀ ପଞ୍ଚମ କନ୍ୟା ହେଲେ ଗତି। ଗତି ବିବାହ କଲେ ପୁଲହଙ୍କୁ। ଏମାନଙ୍କର 3ଟା ପୁତ୍ର ହେଲେ କର୍ମଶ୍ରେଷ୍ଠ, ବରିୟାନ ଏବଂ ସହିଷ୍ଣୁ। ୟାଙ୍କ ପରେ ୟାଙ୍କ ବିଷୟରେ ଆଉ କିଛି ଦିଆ ହେଇନାହିଁ। ତାପରେ ଷଷ୍ଠା କନ୍ୟା ହେଲେ କ୍ରିୟା, ଯିଏକି କ୍ରତୁଙ୍କୁ ବିବାହ କଲେ ଏବଂ କ୍ରିୟାଙ୍କ ଗର୍ଭରୁ 60,000 ବାଳଖିଲ୍ୟା ଋଷି ଜନ୍ମ। ବାଳଖିଲ୍ୟା ହଉଛନ୍ତି ବୃଦ୍ଧାଙ୍ଗୁଳି ଆକୃତିର, ବୃଦ୍ଧାଙ୍ଗୁଳି ପରିମାଣର ଜଣେ 60,000 ଋଷି ସେଠୁ ଜନ୍ମଗ୍ରହଣ କରିଥିଲେ। ଏବଂ କନ୍ୟା ହେଲା ଉର୍ଜା, ଯାହାଙ୍କର ଅନ୍ୟ ନାମ ଅରୁନ୍ଧତୀ। ସିଏ ବଶିଷ୍ଠଙ୍କୁ ବିବାହ କଲେ। ତାଙ୍କର 7ଟା ପୁତ୍ର। ପ୍ରକୃତରେ ତାଙ୍କର 8ଟା ପୁତ୍ର, କିନ୍ତୁ 7ଟା ପୁତ୍ର ବୋଲିକି ଏଠି କୁହାଯାଇଛି। ଚିତ୍ରକେତୁ, ସୁରୋଚି, ବିରଜା, ମିତ୍ର, ଉଲ୍ବଣ, ବସୁଭୃତଜାନ ଏବଂ ଦ୍ୟୁମାନ, ଏମାନେ ହେଲେ 7 ପୁତ୍ର। ତାଙ୍କର ଅନ୍ୟ ଏକ ସ୍ତ୍ରୀ ଗର୍ଭରୁ ଶକ୍ତି ନାମକ ମହର୍ଷି ଜନ୍ମଗ୍ରହଣ କରିଥିଲେ। ଅବସ୍ଥାରେ ତାଙ୍କର ବଂଶାବଳୀ ଅନ୍ୟ ପାଖରେ ଅଛି। ବର୍ତ୍ତମାନ ଅଷ୍ଟମା କନ୍ୟା ହେଲା ଚିତ୍ତି। ସେ ଅଥର୍ବଣ ଋଷିଙ୍କୁ ବିବାହ କଲେ, ଯାହାଙ୍କର ପୁତ୍ର ସନ୍ତାନ ହେଲେ ଦଧିଚି। ଯେଉଁ ଦଧିଚିଙ୍କର ଅସ୍ଥିରେ କି ବଜ୍ର ତିଆରି ହେଇଥିଲା ଆପଣମାନେ ଟିକେ ଜାଣନ୍ତି। ତାଙ୍କ ଦଧିଚିଙ୍କର ଅନ୍ୟ ନାମ ଥିଲା ଅଶ୍ୱଶୀର। ଏବେ ନବମା କନ୍ୟା ହେଲା ଖ୍ୟାତି। ସେଇ ଖ୍ୟାତି ଭୃଗୁ ଋଷିଙ୍କୁ ବିବାହ କଲେ। ସେ ତାଙ୍କ ଠାରୁ ଖ୍ୟାତିଙ୍କ ଠାରୁ 3ଟି ସନ୍ତାନ ଜାତ ହେଲେ। 2ଟା ପୁଅ ଏବଂ 1 ଝିଅ। ପୁଅ ହେଲେ ଧାତା ଏବଂ ବିଧାତା, ଝିଅ ହେଲେ କମଳା। କମଳା ଲକ୍ଷ୍ମୀଙ୍କ ସେ ହୁଏତ ସ୍ୱୟଂ ଲକ୍ଷ୍ମୀ ବି ହେଇପାରନ୍ତି। ସେ ଭଗବାନ ବିଷ୍ଣୁଙ୍କୁ ବରଣ କଲେ। ବର୍ତ୍ତମାନ ଧାତା ଆୟତୀ ନାମୀ ଜଣେ କନ୍ୟାକୁ ବିବାହ କଲେ ଏବଂ ତାଙ୍କ ଆୟତୀଙ୍କ ଠାରୁ ମୁକଣ୍ଡ ଏବଂ ମୁକଣ୍ଡଙ୍କ ଠାରୁ ମାର୍କଣ୍ଡେୟ ଋଷି ଜନ୍ମଗ୍ରହଣ କଲେ। ବିଧାତା ନିୟତି ନାମକ କନ୍ୟାକୁ ବିବାହ କଲେ। ତାଙ୍କ ଠାରୁ ପ୍ରାଣ ବୋଲିକି ଜଣେ ପୁତ୍ର ଜନ୍ମଗ୍ରହଣ କଲେ ଏବଂ ପ୍ରାଣଙ୍କର ଠାରୁ ବେଦଶିରା ବୋଲିକି ଋଷି ଜନ୍ମ କଲେ। ଏତିକିରେ ଆପଣଙ୍କର ଏଇଟା ହେଉଛି 2ୟ ଅଧ୍ୟାୟ ସମାପ୍ତ ହେଲା। ପ୍ରଥମ ଅଧ୍ୟାୟରେ କେବଳ ଆପଣଙ୍କର
रुचि ऋषि एवं आकृतिंकर संपर्क कहुला। द्वितीय अध्याय देवहूतिंकर वंशावली सब दिगला। बर्तमान तृतीय झील एटा द्वितीय झील एवं द्वितीय झील कथा से कहला। बर्तमान तृतीय झील ये होउचंती प्रसूति। टिके अध्याय कथा कहली। प्रथमा कन्या आकृति, द्वितीय कन्या कहले देवहूति, बर्तमान तृतीय कन्या हेले प्रसूति। जो प्रसूति को दक्ष प्रजापति को दिए विवाह कर्दम एवं देवहूति, से ही दक्ष प्रजापति से प्रसूति कन्या 16 कन्या जन्म ग्रहण कले। जो 16 कन्या मध्य 13टा धर्म को देले, 13 जन कन्या को अग्नि को देले। गोटे कन्या तार ना है स्वाहा, पितृपुरुष को गोटे कन्या देले तार ना है स्वधा, एवं गोटे कन्या सती शिव को देले। बाकी जो धर्म को 13टा कन्या देले, से 13टा कन्या होचंती श्रद्धा, मैत्री, दया, शांति, तुष्टि, पुष्टि, क्रिया, उन्नति, तितिक्षा, लज्जा, बुद्धि, मेधा, मूर्ति। ये बड़ा सुंदर भाव में आमर ज्ञातव्य हवा कथा जे धर्मंकर पत्नी निश्चित भाव में समस्त धर्म प्राण एवं ये माने ये श्रद्धा जोटा कि स्वर्गीय गुण मनीषर स्वर्गीय गुण सब मनीष मध्य देहरे जीव मध्य जहाँ सब स्वर्गीय गुण से गुड़ा कहते धर्मंकर पत्नी। जाऊ कि श्रद्धा पाखरु सत्य जात है, मैत्री पाखरु प्रसाद, दया पाखरु अभय, शांति सुख, तुष्टि हर्ष, पुष्टि गर्व, क्रियारु जोग, उन्नति दर्प, तितिक्षारु क्षम, लज्जारु विनय एवं बुद्धिरु अर्थ सृष्टि है, मेधार स्मरण सृष्टि है एवं मूर्ति नामक जो कन्या त्रयोदश कन्या जोटा कि नरनारायण ऋषि जन्म ग्रहण कले। एवं वर्तमान देखो से अग्नि को स्वाहा बोल के जो कन्याटा को देते से स्वाहांक ठारू 3टी पुत्र जन्म ग्रहण कले, पावक, पवमान एवं सूचि बोली 3टा पुत्र अग्निकर जन्म ग्रहण कले। एवं परवर्ती अवस्था यही पावक, पवमान एवं सूचि आहरी 45 अग्नि को जात कले। यहीपरि भाव 45 पुत्र यही पावक, पवमान, सूचि 3 45 3 48 एवं स्वयं अग्नि होचंती जने तांकर जे पितृपुरुष। एमती करी अग्नि होचंती 49 मूर्ति। तापर पितृपुरुष कथा आसला। पितृपुरुष को स्वधा नामनी कन्याटा को देते माने एवं स्वधा ठारू स्वर ए पितृपुरुष होचंती 6टा। पितृपुरुष निजे होचंती 6टा। आपण को पुराण रे आमे आगरु सुनिछु, महाभारत रे सुनिछु जे गोटाए कन्यार 5टा स्वामी द्रौपदींकर। एठी सुनंतु गोटाए कन्या स्वधार 6टा स्वामी। जे पितृपुरुष होचंती अनल स्वात्त, बर्हिषद, सौम्य, आज्यप, साग्निक, निरग्निक। एटा हेले आपनकर स्वधांकर पति सब पितृपुरुष। एवं एतिकी रे आपन प्रथम अध्याय समाप्त है। वर्तमान आमे जीवा द्वितीय अध्याय को। एवं द्वितीय अध्याय कौन अच्छी? द्वितीय अध्याय अच्छी शिवंक तुले दक्ष बाद द्वितीय अध्याय संवाद। शिवंक तुले दक्षवाद आपण माने समस्ते जानिचंती। याकु मु केवल सामग्रिक आलोचना टिके कहि दउची जे जानिथिले आपण स्वर्ग को जाइथिले। गोटे स्वर्ग रे कोनसी यज्ञशाला रे यज्ञ थिला। से समय शिव, ब्रह्मा, विष्णु समस्ते सेठी उपस्थित थिले। विष्णु आसनथिले, ब्रह्मा एवं शिव सेठी थिले। दक्ष प्रजापति सेतबळे शिवंकर ससुर दक्ष प्रजापति पहुंची जाइचंती। शिव तांको प्रणाम करनांती। शिव बोलुचंती कि वासुदेवमयम जगत, समग्र जगत अछि वासुदेवमय। तेणु तांको मने मने से दक्ष को प्रणाम कर देकि देखै हेले नाही। अन्य माने समस्त आसन छाड़ी के उठी गले इत्यादि। जुआई ससुर को आसन छाड़ी के उठिले नाही। एटा प्रचंड अपमान हला बोली के विचार करा जाय छै। एटे लिखा है एवं सेठी कोन हला सीए शिवं को प्रचंड गाली देइचंती, अपमान देइचंती। एवं यज्ञ रे तोर भाग रहइबो नाही। तू आज ठारू मोर जुआई हेबार योग्य व्यक्ति नुहे। कोन कहबी झटा को तो देदेली इत्यादि कहचंती। किंतु महायोगेश्वर शिव ता मनटा टिए खराब हेला सिना, किंतु कौन सी प्रकार प्रत्युत्तर दे नांती। एटा आपनकर द्वितीय अध्याय गला। वर्तमान तृतीय अध्याय आसिला।
ତୃତୀୟ ଅଧ୍ୟାୟରେ ଆସିଲା, ପିତାର ଯଜ୍ଞ ଦେଖିବାକୁ ଇଚ୍ଛନ୍ତେ ସତୀ ଶିବ ତାଙ୍କୁ ଯେପରି କରିଲେ ନିଷେଧ। ତୃତୀୟ ଅଧ୍ୟାୟ ସମ୍ବାଦ। ତୃତୀୟ ଅଧ୍ୟାୟରେ ଆସିଲା, ଦକ୍ଷ ପୁଣି ଗୋଟେ ବିରାଟ ଯଜ୍ଞ ଆରମ୍ଭ କରିଦେଲେ, ଯୋଉ ଯଜ୍ଞରେ କି ସେ ସମସ୍ତଙ୍କୁ ନିମନ୍ତ୍ରଣ କଲେ, ଅଥଚ ମନୋମାଳିନ୍ୟ ଥିବା ଦୃଷ୍ଟିରୁ ମତେ ପ୍ରଣାମ କରିନାହାନ୍ତି ଶିବ ବୋଲିକିରି, ତାଙ୍କର ଯଦିଓ ସିଏ ବଡ ମାତା ତାଙ୍କୁ ନିମନ୍ତ୍ରଣ କଲେ ନାହିଁ, ଶିବ ଦୁର୍ଗାଙ୍କ ଆମର ସତୀଙ୍କୁ ନିମନ୍ତ୍ରଣ କଲେ ନାହିଁ, ଏବଂ ଯଜ୍ଞ ସ୍ଥଳକୁ ସମସ୍ତ ଦେବାଦେବୀ ତାଙ୍କର ସ୍ତ୍ରୀ କନ୍ୟା ଇତ୍ୟାଦିକୁ ଧରିକି ଯେତେବେଳେ ଯିବା ଦେଖିଦେଲେ, ୟାଙ୍କର ବି ଇଚ୍ଛା ହେଇଗଲା ମୁଁ ବି ଯାଆନ୍ତି। ଶିବଙ୍କୁ କହିଲେ ପ୍ରଭୁ, ସେ ଶୁଣିଲେ ବିଭିନ୍ନ କଥା ଲେଖା ହେଇଛି, କୋଉଠି ଅନ୍ୟମାନଙ୍କ ଆକାଶ ଦେଖିକି ଜାଣିଲେ, କିଏ କହିଲା ନାରଦ ଆସିକି କହିଲେ ଏମିତି, ଏବଂ ଶେଷରେ ସତୀ ଶିବଙ୍କୁ ଅନୁରୋଧ କରିଛନ୍ତି ପ୍ରଭୁ ତାଙ୍କର ଯଜ୍ଞ ହଉଛି ଏବଂ ମୁଁ ନିହାତି ସମସ୍ତେ ଯାଉଛନ୍ତି, ମୁଁ ଟିକେ ଯିବା କଥା। ଶିବ କହିଲେ ନିଶ୍ଚୟ ଯିବା କଥା, ତୁମ ସହିତ ମୁଁ ଏକମତ, କିନ୍ତୁ ଯେହେତୁ ତାଙ୍କର ଆମରକୁ ଦେଇନାହାନ୍ତି ନିମନ୍ତ୍ରଣ, ବିନା ନିମନ୍ତ୍ରଣରେ କୌଣସି ପ୍ରବେଶ ଅର୍ଥ ନିଶ୍ଚିତ ଭାବରେ ସେଇଟା ଭଲ ସମୟରେ ଫଳ ମିଳିବ ନାହିଁ। ଇଏ ଯୁକ୍ତି ଦେଖାଇଲେ ବାପ ଘରକୁ, ଗୁରୁଙ୍କ ପାଖକୁ, ସ୍ୱାମୀଙ୍କ ନିକଟକୁ ଏବଂ ସ୍ୱୟଂ ଭଗବାନଙ୍କ ନିକଟକୁ ଯିବା ପାଇଁ ନିମନ୍ତ୍ରଣର ଆବଶ୍ୟକତା ନାହିଁ। ଶିବ କହିଲେ ମୁଁ ମାନୁଛି, ସେଟା ଠିକ କଥା, କିନ୍ତୁ ଯେହେତୁ ଆମ ଭିତରେ ଗୋଟେ ମନୋମାଳିନ୍ୟ ଅଛି, ତୁମେ ଜାଣିଥାଅ ମୋ କଥା ନ ମାନିକରି ଯଦି ଯିବ ଅସୁବିଧା ହବ। ଇଏ କହିଲେ ମୁଁ ବାଧ୍ୟ ହେଇକି ଯିବି, ମୁଁ ନିଶ୍ଚିତ ଯିବି। ଆଉ ତେଣୁ ପିତା ଆପଣ ସ୍ୱାମୀଙ୍କର ଆଜ୍ଞାକୁ ଲଙ୍ଘନ କରି ସିଏ ଯେତେବେଳେ ଯାଇଛନ୍ତି, ଅପମାନ ପାଇବାଟା ନିଶ୍ଚିତ ଭାବରେ এটা ସ୍ୱତଃସିଦ୍ଧ କଥା। ଏଥିରେ ପିତାର ଅପମାନ ପାଇ ଆପଣ ବର୍ତ୍ତମାନ ଚତୁର୍ଥ ସେବନ ଯାଇଛନ୍ତି, ପହଞ୍ଚିଲେ, ମା ପଚାରିଲେ, ଝିଅ ମାନେ କେହି ପଚାରିଲେ ନାହିଁ, ହସିଲେ, ଇଙ୍ଗିତ କଲେ, ବିଭିନ୍ନ ସେ ଅନ୍ୟାନ୍ୟ ଦେବତା ଗୁଡାକ ବି ତାଙ୍କୁ ଦେଖିକି ହସିଲେ। ପିତା ପତିର ନିନ୍ଦନ ସହିଣ ଯଜ୍ଞ ଅନରେ ଦେଲେ ପ୍ରାଣ। ଅରେ ପତିର ନିନ୍ଦା ସହିବ କିଏ? ସିଏ ହଉଛନ୍ତି ମହାସତୀ ସତୀ। ପତିଙ୍କର ନିନ୍ଦା ନ ସହିକିରି ସିଏ କହିଲେ ମୁଁ ତମେ ସମସ୍ତେ ନିଶ୍ଚିତ ଭାବରେ ପାଇବ ଫଳ। ଏବଂ ତାପରେ ଚତୁର୍ଥ ଅଧ୍ୟାୟ କଥା ଆସିଲା, ଶିବଙ୍କୁ ଲଙ୍ଗି ସତୀ ଯାଇ ପିତାର ଅପମାନ ପାଇ ରୋଷେ ତେଜିଲେ କଳେବର। ଚତୁର୍ଥ ଅଧ୍ୟାୟ ଆଧାର। ଚତୁର୍ଥ ଅଧ୍ୟାୟରେ ପତିର ନିନ୍ଦା ନ ସହି ଯଜ୍ଞ ନଳେ ଦେଲେ ପ୍ରାଣ। ଯାଇକରି ସମସ୍ତଙ୍କୁ କହିଲେ, ଯେତେ ଦେବତା ଶିବ ଦ୍ରୋହୀ, ଶିବଙ୍କ ବିରୁଦ୍ଧରେ ଯେତେ ଲୋକ ଅଛ, ସମସ୍ତେ ୟାର ଉପଯୁକ୍ତ ପ୍ରତିଫଳ ପାଇବ, ମୁଁ ନିଶ୍ଚିତ ଭାବରେ ତୁମକୁ ଅଭିଶାପ ଦଉଛି, ଅତି ଶୀଘ୍ର ପାଇଯିବ। ଏବଂ ସେଇଟା କହିକିରି ସେ ଯୋଗା ନଳରେ, କିଏ କହୁଛନ୍ତି ଯଜ୍ଞ ଅନଳରେ, କିଏ କହିଲେ ଯୋଗା ନଳରେ, ଇଏ କିନ୍ତୁ ତାଙ୍କର ଯୋଗ ଅନଳରେ ନିଜେ ଅନଳର ଅଗ୍ନିର ଶକ୍ତି କାହିଁ ଶକ୍ତିଙ୍କୁ ଭସ୍ମସାତ କରିବ ନା, କିନ୍ତୁ ଯୋଗ ଅନଳରେ ଯୋଗାଗ୍ନ ଯୋଗରେ ବସିକରି ସମାଧିସ୍ଥ ହେଇକରି ତାଙ୍କ ପ୍ରାଣଟା ସେ ତ୍ୟାଗ କରିଲେ। ହାହାକାର ପଡିଗଲେ ଚାରିଆଡେ। ଶିବଗଣ ସଙ୍ଗେ ସଙ୍ଗେ ନନ୍ଦୀ ଥିଲେ, ଆରମ୍ଭ କରିଦେଲେ ଏବଂ ସେଇ ଯୁଦ୍ଧରେ ଭୃଗୁ ନାମକ ଗୋଟେ ଦେବତା ମାନଙ୍କୁ ଜନ୍ମ କଲେ, ଭୃଗୁ ଇତ୍ୟାଦି ମହର୍ଷି। ସେମାନେ ସବୁ ଶିବ ଗଣକୁ ତୋଡ଼ି ନେଲେ। ଶିବ ଏଇଟା ଯେତେବେଳେ ପାଇଗଲେ, ଚତୁର୍ଥ ଅଧ୍ୟାୟରେ କଣ ହେଲା, ପଞ୍ଚମ ଅଧ୍ୟାୟ ପଞ୍ଚମ ସତୀ ଦେହ ନାଶେ ଜଟାରୁ ଭିଆଇ ପୁରୁଷେ ଶଙ୍କର ଅତି କୋପ ଭରେ ଦକ୍ଷିଣ ଆସିଲେ ତାର ଦ୍ୱାରେ। ଶିବ ଯେତେବେଳେ ଏଇଟା ପାଇଗଲେ ନିଜର ସହଧର୍ମିଣୀ, ସେ ମନା କରିଥିଲେ, କଣ ହେଇଗଲା ମନାଟା ନ ମାନିଲେ, କିନ୍ତୁ ସେ ହଉଛନ୍ତି ତାଙ୍କର ଅର୍ଦ୍ଧାଙ୍ଗିନୀ। ଅର୍ଦ୍ଧାଙ୍ଗିନୀର ପ୍ରାଣ ତ୍ୟାଗ ସମ୍ଭାବ ପାଇକରି ଗୋଟେ କ୍ରୋଧ ଯଜ୍ଞ ତାହେଲେ ଶିବ ଜଟାରୁ ଗୋଟେ ବୀରଭଦ୍ରକୁ ଜନ୍ମ ଜାତ କଲେ ଏବଂ ଆଜ୍ଞା ଦେଲେ, ଯାଇକି ଯଜ୍ଞ ଧ୍ୱଂସ କରିତେ, ଯଜ୍ଞ ଦକ୍ଷତା ଯଜ୍ଞ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କର, ଟିକେରେ ରଖିବେ ନାହିଁ। ସେଇ ବୀରଭଦ୍ର ସେଇଠିକୁ ଯାଇକରି ସବୁ ଦକ୍ଷଙ୍କର ଯଜ୍ଞକୁ ଧ୍ୱଂସ କରିଦେଲେ। ଆପଣଙ୍କର ଦକ୍ଷର ମୁଣ୍ଡଟାକୁ ସେଦି ପକେଇଲେ, ଭୃଗୁର ଗୋଟେ ବଗର ଆଖି ଗୋଟେ ତାମିଲେ, ଆପଣ ଭୃଗୁଙ୍କ ଦାଢି ଉପାଡ଼ିଦେଲେ, ଦକ୍ଷର ଶିରଚ୍ଛେଦ କଲେ, ଦାନ୍ତ ଭାଙ୍ଗିଦେଲେ, ଛତ୍ର କରିଦେଲେ ଏବଂ ବର୍ତ୍ତମାନ
ପରେ ଆସିଗଲା ଷଷ୍ଠ ଅଧ୍ୟାୟକୁ ଧୀରେ ଧୀରେ କୈଳାସକୁ ଫେରିଗଲେ ଭଗବାନ ଶଙ୍କର। ସେଇ ବୀରଭଦ୍ର ଇଏ ଶଙ୍କର ସିଏ ଷଷ୍ଠେ ଦେବଙ୍କୁ ବ୍ରହ୍ମାଗ୍ନି ସାନ୍ତ୍ୱନା କଲେ ଶୂଳ ପାଣି। ଇଏ ସମ୍ବାଦ ପାଇଗଲା କ୍ଷଣି ସମଗ୍ର ସ୍ୱର୍ଗ ଦେଶରେ ସମଗ୍ର ଚରାଚର ପୃଥିବୀରେ ହାହାକାର ବ୍ୟାପିଗଲା। ବ୍ରହ୍ମା ବାଧ୍ୟ ହେଇକରି ସମସ୍ତ ଦେବଗଣ ମାନଙ୍କୁ ଧରିକିରି ଆସିକିରି ଏଇଠି ଭଗବାନ ଶିବଙ୍କୁ ସୁନ୍ଦର ଭାବରେ ଏଇଠି ତାଙ୍କୁ ପ୍ରାର୍ଥନା କଲେ। ଆଶୁତୋଷ ତାଙ୍କର ଅନ୍ୟ ନାମ ଆଶୁତୋଷ। କହିଲେ ତୁ ନାଥ ଜଗତ ଈଶ୍ୱର ଜଗତ ତୋର ଖେଳ ଘର ତୁ ଏ ଜଗତ ବୀଜ ଯୋନି ସୃଷ୍ଟି ସଂହାର ମାଘିନୀ। ପ୍ରଭୁ ତୋତେ ପ୍ରଣାମ କରୁଛୁ ତ ଏବଂ କ୍ଷମା ଦେଇଦିଅ ଏବଂ ତୁମେ ବର୍ତ୍ତମାନ ଯାହା ଯାହା କରିଥିଲ ଭୃଗୁର ଧାରି ଦାଢି ଏବେ ରୂପ ତୁଷାର ଦନ୍ତ ପାଟି ଥାପ ଯଜ୍ଞ ତରୁଦ୍ର ଭାଗ ଶେଷେ ସାଧିବା ମନ୍ତ୍ର ଉପଦେଶ। ତମକୁ ଯୋଉ ଯଜ୍ଞରେ ଭାଗ ଦିଆଯାଏ ନାହିଁ ନିଶ୍ଚିତ ଭାବରେ ମନ୍ତ୍ର ଉପଦେଶ ଦେଇକରି ଆପଣଙ୍କର ଯଜ୍ଞ ଭାଗଟାକୁ ସେଠି ବ୍ୟବସ୍ଥା କରାଯିବ। ଆପଣ କ୍ଷମା କରନ୍ତୁ ଏବଂ ଦକ୍ଷକୁ ତ ଆପଣ ମାରି ଦେଇଛନ୍ତି ତାକୁ ବଞ୍ଚେଇବାର କିଛି ବ୍ୟବସ୍ଥା କରନ୍ତୁ। ସପ୍ତମ ଅଧ୍ୟାୟରେ ଆସିଲା ସପ୍ତମେ ବିଷ୍ଣୁ ଆଜ୍ଞା ଘେନି ଦକ୍ଷ ଆରମ୍ଭେ ଯଜ୍ଞ ପୁଣି। ଯେତେ କହିଲେ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କଲେ ଭଗବାନ ଶଙ୍କର କହିଲେ ଆରେ ଇଏ ଗୋଟେ ଆରମ୍ଭ। ମୋ ଶ୍ୱଶୁର ହେଲା ଯେ କଣ ହେଇଗଲା? ମୋ ଶ୍ୱଶୁର ସିନା କିନ୍ତୁ ସେ ଗୋଟେ ବାଳକ ଛୋଟିଆ ପିଲା ମତେ ତା ଝିଅକୁ ଦେଲା କିନ୍ତୁ ଛୋଟ ପିଲାଙ୍କର ଦୋଷ ଧରାଯାଏ ନାହିଁ। ତେଣୁ ତାର ସେ ବାଳକର ଦୋଷ ମୁଁ ଧରୁନାହିଁ ଚାଲ ଯିବା। ତେଣୁ ସେଇଟା ଯାଇକରି ସେ କଣ କଲେ ବିଷ୍ଣୁଙ୍କର ଆଜ୍ଞାରେ ପୁଣି ଦକ୍ଷ ଯଜ୍ଞ ଆରମ୍ଭ ହେଲା। ଇଏ ଯାଇକରି ତାଙ୍କୁ ଆପଣର ଗୋଟେ ଛାଗର କଟା ମୁଣ୍ଡ ଯୋଡିଦେଲେ ଦକ୍ଷଙ୍କ ମୁଣ୍ଡରେ ଏବଂ ଯୋଡିଦେଲେ ଦକ୍ଷଙ୍କ ମୁଣ୍ଡରେ। ଭଗକୁ ମିତ୍ରର ଚକ୍ଷୁରେ ଦେଖିବ ବୋଲିକି ଆଦେଶ ଦେଲେ। ମିତ୍ର ବୋଲିକି ଅନ୍ୟ ଦେବତା ତାର ଚକ୍ଷୁରେ ଭଗ ଦେବ ତାକୁ ଚକ୍ଷୁରେ ଛାଡି ଦିଆ ହେଇଥିଲା। ଅଶ୍ୱିନୀ କୁମାରଙ୍କ ବାହୁରେ ଗାଁ ଯୋଉମାନଙ୍କର ବାହୁ ଛିଣ୍ଡି ଯାଇଥିଲା ସେମାନେ ଅଶ୍ୱିନୀ କୁମାରଙ୍କ ବାହୁରେ ସବୁ ଚଳପ୍ରଳ ହେବେ ତାର କାମରେ ବୋଲିକି ସେ ଥିଲେ। ପୁଣି ପୂଷା ତା ଯଜମାନଙ୍କର ଦାନ୍ତରୁ ପିଠା ଖାଉ ତାକୁ ଦାନ୍ତ ଦେଲେ ନାହିଁ ଆଦେଶ ଦେଇଦେଲେ ତା ଯଜମାନ ମାନେ ଯୋଉ ପିଠା ଖାଇବେ ସେଟା ପୂଷା ପାଖକୁ ଆସିବ। ଏବଂ ପୁଣି କହିଲେ ଆଉ ଛାଗଳର ଦାଢିଟାକୁ ନେଇକରି ଭୃଗୁର ଦାଢିରେ ରୋପଣ କରିଦେଲେ ଏବଂ ଦକ୍ଷ ଆସିକରି ସେଇଠି କ୍ଷମା ଯାଚନା କଲା। ଶେଷରେ ଭଗବାନ ଶିବଙ୍କୁ ସେ କ୍ଷମା ଯାଚନା କରିକରି କହିଲା ତୋହର କର୍ମ ଯଜ୍ଞ ଦେବ ଯାହା ଦେଖି ଯୋଗୀ କରେ ସ୍ତବ ଯାହାର ନାମ ଉଚ୍ଚାରଣ କର ବିଘ୍ନ ଦର୍ଶନ ତୁମ୍ଭେ ତ ସେହି ଭଗବାନ ଆମ୍ଭଙ୍କୁ ହୁଅ ତୁ ପ୍ରସନ୍ନ। ଏଇ ସବୁ ସ୍ତୁତି କଲେ ଏବଂ ପୁଣି ଦକ୍ଷଙ୍କର ଯଜ୍ଞ ସମାପନ ହେଲା। ଶିବଙ୍କୁ ଯଜ୍ଞ ଭାଗ ମିଳିଲା। ଏଇଟା ହେଲା ସପ୍ତମ ଅଧ୍ୟାୟର ସାମଗ୍ରିକ ଆଲୋଚନା। ବର୍ତ୍ତମାନ ଆମେ ଯିବା ଅଷ୍ଟମ ଅଧ୍ୟାୟକୁ। ବିମାତା କଟୁ ବାକ୍ୟ ଭାଷୀ ଧ୍ରୁବ ହୋଇଲା ବନବାସୀ ତପେ ତୋଷିଲା ଭଗବାନ। ଅଷ୍ଟମ ଅଧ୍ୟାୟ କଥନ। ଅଷ୍ଟମ ଅଧ୍ୟାୟ କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି। ଏ ଅଷ୍ଟମ ଅଧ୍ୟାୟ କଣ ହେଲା? ଅଷ୍ଟମ ଅଧ୍ୟାୟରେ ଧ୍ରୁବ ଚରିତ ଯୋଉଟା କି ଉତ୍ତାନ ପାଦଙ୍କର କଥା ଟିକେ ଆସିଲା। ଉତ୍ତାନ ପାଦଙ୍କର ପୁଅ ସେଇ ଉତ୍ତାନ ପାଦଙ୍କର ବଂଶର କଥା ଏବେ ଆସିଲା ଯେ କି ଉତ୍ତାନ ପାଦ ଏବଂ ପ୍ରିୟବ୍ରତ ହଉଛନ୍ତି ସ୍ୱୟଂଭୁବ ମାନଙ୍କର ଦିଟା ପୁଅ। ପ୍ରିୟବ୍ରତର କଥା ପଞ୍ଚମ ସ୍କନ୍ଧରେ ଆସିବ। ବର୍ତ୍ତମାନ ଏଇଥିରେ ଉତ୍ତାନ ପାଦଙ୍କର ତାଙ୍କର ବଂଶାବଳୀ କଥା ଆସିଲା। ଉତ୍ତାନ ପାଦଙ୍କର ଦୁଇଟା ସ୍ତ୍ରୀ ସୁନୀତି ଏବଂ ସୁରୁଚି। ନୀତି ନିପୁଣା ସୁରୁଚି ସୁନୀତି ଏବଂ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟା ସୁରୁଚି। ତେଣୁ ସେଇ ତାଙ୍କର ନାମ ଅନୁଯାୟୀ ଉଭୟଙ୍କର ଗୁଣ କଥା ଏଥିରେ ଲେଖା ହେଇଛି। ଏବଂ ଆପଣମାନେ ସମସ୍ତେ ଜାଣିଛନ୍ତି ସୁରୁଚିର ଗର୍ଭରୁ ଉତ୍ତମ ଗର୍ଭରୁ ଧ୍ରୁବ। ସୁରୁଚିଙ୍କ ପାଖେ ଉତ୍ତାନ ପାଦ ଟିକେ ଗୋଟେ ରକମ ତାର ଆସକ୍ତ ହେଇଯାଇଛନ୍ତି। ସୁରୁଚିକୁ ପଚାରୁଛନ୍ତି ସୁନୀତିକୁ ଆଡେଇ ଦେଇଛନ୍ତି। ଧ୍ରୁବ ଏବଂ ସୁନୀତି କେବଳ ଘରେ ଅଛନ୍ତି। ଏସବୁ ଲେଖା ହେଇଛି। ଉତ୍ତମ ଯେତେବେଳେ ପିତାଙ୍କ କୋଳରେ ବସିଛି ନିଜେ ଧ୍ରୁବ ଆସିକିରି ବସିବାକୁ ଇଚ୍ଛା କରିଛି। ସୁରୁଚି ଆସିକିରି ତା ବାହୁଟାକୁ ଧରିକିରି ସେଇଠୁ ତଡ଼ି ଦେଇଛି କହିଛି ଆରେ ତୋ ପିତା ହେଇପାରନ୍ତି ଉତ୍ତାନ ପାଦ କିନ୍ତୁ ମୋ ଗର୍ଭରୁ ତୁ ଜନ୍ମ ହେଇନୁ। ଯେଉଁଦିନ ଜନ୍ମ ହବୁ ସେଇଦିନ ତୋ ପିତାର କୋଳରେ ବସିବୁ। ପଳା
क्षिप्रा जन्म हबू जाकर अरण्य को जा भगवान को प्राप्त हबू वर पाई मो गर्भ जन्म हबू तापर बसबू यही कथाटा प्रचंड कुटुम्बाक्यटा बाधिची ध्रुव को ध्रुव से आसिक माँ को कही माँ कही हाँ जहाँ कहला से ठीक कर मु तो दासी मोर कौन अच्छी तू जा से प्रेम कारण कारण शरण रक्षण महाबाहु दिन जन शरण रक्षण महाबाहु भी भज तांको भजी करी आसु तोर से तोते कटुवाक्य छल तोते गोटाए ब्रह्मज्ञान दे शुणुची तेणु तू जा यही कथा शुणिक ध्रुव पलि जाइए अरण्य गला बेले नारद को भेटी नारद बहुत दयावंत पुरुष यार दृढ़ व्रत देखिक ओम नमो भगवते वासुदेवाय ओम नमो भगवते वासुदेवाय यही मंत्रटा जप करने शिखई देते एते दृढ़ व्रत से ध्रुव ओम नमो भगवते वासुदेवाय इत्यादि जपी करी केते कईठे केते बदरी फलटीए केते 6 दिन अंतर केते मास जाकर उपवास रही शेष वृद्धांगुष्ठी अगरे ठिया भगवान तपस्या कर वृद्धांगुष्ठी जो भारटा सही पारि ना आपण समस्त सचराचर सृष्टि समस्ते जाकर भगवान को देवता गण मान स्तुति कर देवता कहते मुझे जाऊँगी निश्चय तार प्राप्त वर प्राप्त देकी तुमको रक्षा करी भगवान आसिक 8म अध्याय आसी विष्णु आसबे यहीटा जानला पर 9म अध्याय हरि को तोष 9म अध्याय हरि को तोषी वर पाई पितृराज्य राजा होई ध्रुव पाइला ध्रुवपद 9म अध्याय संवाद ध्रुवपद हरि को पाइला जो हरि अरे से हरि आसिक कौन कर श्री कृष्ण तारे सीतार शिरे ने त्रिवेदमय शंख छुई ये छोटिया पिला तार मस्तक शंखटा को छुई मुंडटा को आउसी देते भगवान नारायण सी पुओ हो जाए जहाँ चाहे ताहा पाई जहाँ चाहे ताहा पाई एमता पाई मोर वंश में जे जहाँ पाई ना मत सेमता पद दिंतु ये मोक्ष मागी पारा ना तेणु परवर्ती अवस्था से दुखित होती जदिव मोक्ष मागी पारा नहीं से सब पाइक पुणी गृह को फेरी गृह रे तार बापा उत्तान पाद ताको स्वागत कर राजा कर उत्तान पाद निजे वनवासी बानप्रस्थ ग्रहण कर नहीं यहाँ आप 9म अध्याय 10म अध्याय यक्ष मारते निज भाई ध्रुव अलकापुर जाए गोकला हत 10म अध्याय चरित 10म अध्याय कौन वर्णना है उत्तम ये राजा है ध्रुव उत्तम जदिव से युवराज भाया थिला सी जाकर अरण्य को गला एवं यक्षर सैन्य मान सहित युद्ध आरंभ करदेला से माने ताको हत्या करदे यहीटा संवाद पाइक ध्रुव अरण्य को जाकर कुबेर सैन्य सामंत जी समस्त को मारे लगी पड़ी शेष से माया युद्ध आरंभ कर ऋषि सप्त ऋषि आसिक ध्रुव को भगवान को स्मरण कर से माया कटि जाए 11 अध्याय मनु देखिण यक्षनाश ध्रुव को तत्व उपदेश दे तोहेरु निबारिले हेमंत 11 बोले 11 अध्याय 11 अध्याय वर्णित होती कुबेर को मारिदेवी बोलिक ध्रुव पूरापूरी प्रस्तुत होते दिव्यास्त्र प्रयोग करने आरंभ करदे ब्रह्मा पलि आसते बंद कर निजे उत्तान पाद पलि आई मीन स्वयंभुव मनु स्वयं ब्रह्मांकर पुत्र स्वयंभुव मनु पलि बंद कर ये मोर सृष्टि ध्रुव तू तो भगवान को देखी सारी ये भाई अन्याय क्या कर कुबेर होती विष्णुकर भक्त क्रोध करी तो बहुत गुड़ा निर्दोष लोक मारिदेलु एबे आ मारना यहीटा कहीकि से निवारण कर कुबेर आसी ध्रुव को सम्मान कर परवर्ती अवस्था ध्रुव शांत होकर गृह को फेरी एने कौन है सी आसिक भगवान नारायण को यज्ञ आराधना कर 12 अध्याय देखो कुबेरु पाई सन मानो
যজ্ঞারাধি নারায়ণ ধ্রুব পাইলা ধ্রুব স্থান দ্বাদশ অধ্যায় বর্ণন। দ্বাদশ অধ্যায়ে আসিকি ধ্রুব ভগবান নারায়ণଙ୍କୁ ଭଜିଛି ଏବଂ ଭଗବାନ ନାରାୟଣଙ୍କୁ ଭଜିକିରି ସନ୍ତୁଷ୍ଟ କରିଛି, ଯଜ୍ଞ କରିଛି। ସେଇ ଯଜ୍ଞରେ ଭଗବାନ ସ୍ୱୟଂ ତାକୁ ଦେଇଛନ୍ତି, ଜ୍ଞାନ ସେ ପାଇଛି ଏବଂ ଶେଷରେ ସେ ଧ୍ରୁବ ସ୍ଥାନ ପ୍ରାପ୍ତ ହେଇଛି। ଧ୍ରୁବ ସ୍ଥାନ ଗଲା ବେଳକୁ, ବୈକୁଣ୍ଠକୁ ଗଲା ବେଳକୁ ଆପଣର ମଧୁବନ ଏଇଠି ଯେତେବେଳେ ବୈକୁଣ୍ଠକୁ ଗଲା ସେତେବେଳେ ତା ମାକୁ, ତା ନିଜର ଜନନୀ ସୁନୀତିଙ୍କୁ ସାଙ୍ଗରେ ନେଇ ପାରି ନାହିଁ ବୋଲିକି ମନଟା ଯେତେବେଳେ ତାଙ୍କର ଦୁଃଖ ହେଇଛି, ତାଙ୍କୁ ବିଷ୍ଣୁ ଭକ୍ତ ବିଷ୍ଣୁ ମାନେ କହୁଛନ୍ତି, ଦେଖ ତୋ ଆଗରେ ଯାଉଛନ୍ତି ସିଏ, ତୁ କଣ ତୋ ଆଗରେ ସୁନୀତି ଯାଉଛନ୍ତି। ଦେଖିଦେଇଛି ଯେ ତାର ଆଗରେ ଅନ୍ୟ ଏକ ରଥରେ ସୁନୀତି ଯାଉଛନ୍ତି। ତାର ଅର୍ଥ ଧ୍ରୁବ ନିଜର ମାକୁ ନେଇକରି ସେ ବୈକୁଣ୍ଠ ଗମନ କରିଛି ଏବଂ ଧ୍ରୁବ ମଣ୍ଡଳରେ ସେ ଆଜି ମଧ୍ୟ ଜାଜଲ୍ୟମାନ ତାର ଭାବରେ ଅଦ୍ୱିତୀୟ, ତାର ଅଦ୍ୱିତୀୟ ନକ୍ଷତ୍ର। ଆଉ କେହି ଧ୍ରୁବ ପଦ ପାଇନାହାନ୍ତି, ସେ ବର୍ତ୍ତମାନ ସୁଦ୍ଧା ଅଛି। ଏବଂ ବର୍ତ୍ତମାନ ତ୍ରୟୋଦଶ ଅଧ୍ୟାୟରେ କଣ ଆସିଲା? ଧ୍ରୁବର ବଂଶୀ ରାଜା ବେଣୁ ଦେଖି ତାହାର ଦୁଷ୍ଟପଣ, ତା ପିତା ଅଙ୍ଗ ଗଲା ବନ ତ୍ରୟୋଦଶରେ ବର୍ଣ୍ଣନ। ଏବେ ଆପଣଙ୍କର ଆସିଲା ତ୍ରୟୋଦଶ ଅଧ୍ୟାୟ। ତ୍ରୟୋଦଶ ଅଧ୍ୟାୟରେ କଣ ହେଇଛି? ବିଦୁର ଗୋଟେ ପ୍ରଶ୍ନ କରିଛନ୍ତି ମୈତ୍ରେୟଙ୍କୁ, କାରଣ ସେଇଠି କଥାଟିଏ ଉଠିଲା ଯେ 10 ପ୍ରଚେତସଙ୍କର କଥାଟେ ଉଠେଇ ଦେଇଛନ୍ତି ମୈତ୍ରେୟ। ବିଦୁର ପ୍ରଶ୍ନ କଲେ, ଇଏ 10 ପ୍ରଚେତସ କିଏ? ମୁଁ ଜାଣିପାରିଲିନି, ଟିକେ କୁହନ୍ତୁ। ସେଇଟା କହିବା ପାଇଁ ସେଇ 10 ପ୍ରଚେତସ ହଉଛନ୍ତି ଏଇ ଧ୍ରୁବର ବଂଶର ତାଙ୍କର ଦାୟାଦ। ସେଇଠି ସେ ବାଧ୍ୟ ହେଇ କହିଛନ୍ତି ଏଇ ତ୍ରୟୋଦଶ ଅଧ୍ୟାୟରେ କଣ ହେଇଛି? ଧ୍ରୁବଙ୍କର ତାଙ୍କର ବଂଶାବଳୀ ଯେତେବେଳେ ସେ ବର୍ଣ୍ଣନା କରିଛନ୍ତି, ସେଇଥିରେ ଧ୍ରୁବ ବିବାହ କରିଥିଲେ। ଆପଣ ମାନେ ଜାଣନ୍ତୁ, ପବନ ପୁତ୍ରୀ ଧ୍ରୁବ ଭ୍ରାମୀ ନାମକ ଜଣେ କନ୍ୟାକୁ ବିବାହ କରିଥିଲେ। ତାର 2 ପୁଅ ହେଇଥିଲେ, କଳ୍ପ ଏବଂ ବତ୍ସର ବୋଲିକିରି। ଏବଂ ଇଳା କନ୍ୟାକୁ, ପବନର ପୁତ୍ରୀ ଇଳାକୁ ବିବାହ କରିଥିଲେ। ତା ପାଖରୁ ଉତ୍କଳ ଏବଂ ଅନ୍ୟ ଏକ କନ୍ୟା ଜନ୍ମ ହେଇଥିଲେ। କନ୍ୟାର ନାମ ଏଥିରେ ଦିଆ ହେଇନାହିଁ। ଏବଂ ସେଇଠି ସୁରୁଚିର ପୁତ୍ର ଯେତେବେଳେ ଉତ୍ତମର ମୃତ୍ୟୁ ହେଇଯାଇଛି, ସୁରୁଚି ନିଜେ ଯାଇକରି ବନାଗ୍ନିରେ ନିଜକୁ ଝାସ ଦେଇଛନ୍ତି ୟା ପୂର୍ବରୁ। ଏବେ ପରବର୍ତ୍ତୀ ଅବସ୍ଥାରେ ଧ୍ରୁବ ତାଙ୍କର ମାକୁ ଧରିକିରି ବୈକୁଣ୍ଠକୁ ଗମନ କରିଛନ୍ତି। ସେଇଠି ତ୍ରୟୋଦଶ ଅଧ୍ୟାୟରେ ସେଇ ଧ୍ରୁବଙ୍କର ଯୋଉ ପୁତ୍ର ଥିଲେ କଳ୍ପ ଏବଂ ବତ୍ସର ଏବଂ ପୁଣି ଉତ୍କଳ, ଏଇ ଯୋଉ 3ଟା ପୁଅ ଥିଲେ, ଧ୍ରୁବପୁତ୍ର ଉତ୍କଳର ଅଭିଷେକ କରିଦେଲେ। କିନ୍ତୁ ଧ୍ରୁବଙ୍କର ଚରିତ୍ର ଯାହା ଥିଲା, ଉତ୍କଳଙ୍କର ଚରିତ୍ର ମଧ୍ୟ ପ୍ରାୟ ଠିକ ସେଇଆ ଥିଲା। ତେଣୁ ଧ୍ରୁବଙ୍କର ପଦାଙ୍କ ଅନୁସରଣ କରି ଉତ୍କଳ ଗୃହତ୍ୟାଗ କରିଦେଲେ ଏବଂ ରାଜକାର୍ଯ୍ୟରେ ମନ ଦେଲେ ନାହିଁ। ତେବେ ସେ ଗୃହତ୍ୟାଗୀ ହେଲେ। ତା ଭାଇ ବତ୍ସରକୁ ରାଜ୍ୟ ପ୍ରଦାନ କଲେ ଏବଂ ସେ ବତ୍ସର ସର୍ବାଥୀ ନାମକ ଜଣେ କନ୍ୟାକୁ ବିବାହ କଲେ। ବତ୍ସର ଏବଂ ସର୍ବାଥୀଙ୍କର ଔରସରେ ଏବଂ ସର୍ବାଥୀଙ୍କ ଗର୍ଭରେ 6ଟା ପୁଅ ଜନ୍ମ ହେଲେ। ସେ ଭିତରୁ ପୁଷ୍ପାର୍ଣ୍ଣ, ପିଗ୍ମକେତୁ, ଈଶ, ଉର୍ଜା, ବସୁ ଏବଂ ଜୟ, ଏଇ 6ଟା ପୁଅ ଜନ୍ମ ହେଲେ। ସେ ଭିତରୁ ବଡ ପୁଅ ଯୋଉଟା ହେଲା ପୁଷ୍ପାର୍ଣ୍ଣ, ସେ ପୁଷ୍ପାର୍ଣ୍ଣ 2ଟି କନ୍ୟାକୁ ବିବାହ ହେଲା। ଗୋଟେ ହେଲା ପ୍ରଭା ନାମ୍ନୀ କନ୍ୟା ଏବଂ ଅନ୍ୟଟା ହେଲା ଦୋଷା ନାମ୍ନୀ କନ୍ୟା। ପ୍ରଭାଙ୍କ ଗର୍ଭରୁ ପ୍ରାତଃ, ମଧ୍ୟାହ୍ନ ଏବଂ ସାୟଂ, ଯୋଉଟା କି ଆଜିକାର ସକାଳ, ମଧ୍ୟାହ୍ନ ଏବଂ ସନ୍ଧ୍ୟା, ଏଇ 3 ପ୍ରଭାଙ୍କ ଠାରୁ ଜନ୍ମ ହେଲେ। ଏବଂ ଦୋଷାଙ୍କ ଠାରୁ କିଏ? ପ୍ରଦୋଷ, ନିଶୀଥ ଏବଂ ଦୁଷ୍ଟ, ଏଇ 3ଟା ପୁଅ। ପ୍ରଦୋଷ କହିଲେ ବି ସନ୍ଧ୍ୟା, ନିଶୀଥ କହିଲେ ରାତ୍ରି। କେବଳ ସାୟଂ ଆଉ ପ୍ରଦୋଷ ଭିତରେ କିଛିଟା ପାର୍ଥକ୍ୟ ଥିବ ନିଶ୍ଚିତ ଭାବରେ, ନହେଲେ ଏଇଠି ପ୍ରଦୋଷ ଏବଂ ସାୟଂ ଆପଣ ଜାଣିପାରିବେ। ସାୟଂ କହିଲେ ଆପଣ ସାୟଂକାଳ ସୂର୍ଯ୍ୟାସ୍ତ ସମୟ, ପ୍ରଦୋଷଟା ଆଉ ଟିକେ ଅଧିକ ସମୟ, ପରବର୍ତ୍ତୀ ସମୟଟାକୁ ବୁଝାଉଥାଇପାରେ। ତେଣୁ ପ୍ରଦୋଷ ଏବଂ ନିଶୀଥ କହିଲେ ସମ୍ପୂର୍ଣ୍ଣ ରାତ୍ର। ଏବଂ ଦୁଷ୍ଟ ନାମକ ଗୋଟେ ପୁତ୍ର ଜନ୍ମ ଗ୍ରହଣ କଲେ। ଦୁଷ୍ଟ କଣ କଲେ? ପୁଷ୍କରିଣୀକୁ ବିବାହ କଲେ ଏବଂ ପୁଷ୍କରିଣୀଙ୍କର ଗର୍ଭରୁ ସର୍ବତେଜା ବୋଲିକି ଜଣେ ପୁତ୍ର ଜନ୍ମ ଗ୍ରହଣ କଲେ। ସର୍ବତେଜା ଆକୁତି ନାମକ କନ୍ୟାକୁ ବିବାହ କଲେ।
ଏବଂ ଏଇ ଆକୁତିଙ୍କ ଗର୍ଭ ଚାକ୍ଷୁଷ ମୁନି ଜନ୍ମଗ୍ରହଣ କରିଥିଲେ ବୋଲି ଲେଖା ଅଛି। ଚାକ୍ଷୁଷ ଏଇ ଯୋଉ ମନୁ, ଆମର ଯୋଉ 14 ମନୁ ଅଛନ୍ତି ସେ ଭିତରୁ ଚାକ୍ଷୁଷ ମନୁ ଜଣେ ସ୍ୱୟଂଭବ। ଆପଣ ବର୍ତ୍ତମାନ ଆମ ବୈବସ୍ୱତ ବିଭିନ୍ନ ରୁଦ୍ର ସାବର୍ଣ୍ଣୀ, ଇନ୍ଦ୍ର ସାବର୍ଣ୍ଣୀ, ବହୁତ ଗୁଡା 14 ନାମ ଆପଣ ମାନେ ଆଗରୁ ଶୁଣି ସାରିଛନ୍ତି। ସେଇ ଭିତରେ ଇଏ ଚାକ୍ଷୁଷ ମନୁ ଜନ୍ମଗ୍ରହଣ କଲେ ଆକୁତିଙ୍କ ଗର୍ଭରୁ। ସେ ନର୍ଦ୍ଦୋଳା ବୋଲିକିରି ଜଣେ ପତ୍ନୀ କୁ ପ୍ରାପ୍ତ ହେଲେ ଏବଂ ଏଇ ନର୍ଦ୍ଦୋଳାଙ୍କର ଗର୍ଭରୁ 12 ପୁଅ ଜନ୍ମ ହେଲେ। ସେ 12 ପୁଅ କିଏ କିଏ? ପୁରୁ, କୁତ୍ସ, ରୀତ, ଦ୍ୟୁମ୍ନ, ସତୀ, ସତ୍ୟ, ଋତ, ବ୍ରତ, ଅତିରାତ୍ର, ଅଗ୍ନିଷ୍ଟୋମ, ଶିବି, ଉଲ୍ଲୁକ, ଅତଦିନ। এইভাবে ଭାବରେ 12ଟା ପୁତ୍ର ଜନ୍ମଗ୍ରହଣ କଲେ। ଏବଂ এই 12 ପୁତ୍ରଙ୍କ ମଧ୍ୟରେ ଯୋଉ ଉଲ୍ଲୁକ ନାମକ ପୁତ୍ର, ସେ ବାକି ମାନଙ୍କର କିଛି କୁହାଯାଇ ନାହିଁ, କିନ୍ତୁ ଉଲ୍ଲୁକର 6ଟା ପୁଅ ବୋଲିକି କୁହାଗଲା। ସେ ଉଲ୍ଲୁକର କିଏ କିଏ ପୁଅ 6ଟା? ଅଙ୍ଗ, ସୁମନା, ଖ୍ୟାତି, କ୍ରତୁ, ଅଙ୍ଗିରା ଏବଂ ଗୟ। ଏଇ 6ଟା ପୁଅ ହଉଛନ୍ତି ଉଲ୍ଲୁକର। ଏବଂ ଅଙ୍ଗ କଣ କଲା? ସୁନିତା ନାମनी ଏକ କନ୍ୟାକୁ ବିବାହ କଲା। ସୁନିତାଟା କିଏ? ଯମର ପୁତ୍ରୀ। ଯମ, ମୃତ୍ୟୁ ଦେବତା ଯମର କନ୍ୟା ସୁନିତା, ତାକୁ ବିବାହ କଲା ଅଙ୍ଗ। ଏବଂ ଯେହେତୁ ଯମ ହଉଛନ୍ତି ମୃତ୍ୟୁ ଦେବତା, ସାଧାରଣ ଭାବରେ ଯମ ନିଶ୍ଚିତ ଭାବରେ ଭିତରେ କଣ ଥିବ କିଏ ଜାଣେ, ଉପରକୁ ତ ନିଶ୍ଚୟ ନିର୍ଦ୍ଦୟ। ଯାହାର ସରିଗଲା ସମୟ ତାକୁ ଧରିକିରି କଡା କରିକି ନିଅ, ଯେତେ କାନ୍ଦୁ, ଯେତେ ବୋବଉ, ଯେତେ ନେହୁରା ହଉ, ଯାହା ପାଇବାର କଥା, କୋଉଠି କୃମି ଘରେ, କୋଉଠି ଶ୍ୱାନ ମୁଖରେ ଇତ୍ୟାଦି ଦଣ୍ଡ ଦେବାର ସେ ସିଦ୍ଧହସ୍ତ। ତେଣୁ ସେଇ ତାଙ୍କର ଗୁଣ ସବୁ ସୁନିତାର ରକ୍ତରେ ଥିଲା। ଏବଂ ବର୍ତ୍ତମାନ କଣ ହେଲା? ଅଙ୍ଗ ଏବଂ ସୁନିତା ୟାଙ୍କର ପୁଅ ହେଲେ ନାହିଁ। କୌଣସି ପ୍ରକାର ପୁତ୍ରୀ କହିକି ଆପଣ ମାନେ ଜାଣନ୍ତି ସେଥିରେ ବହୁତ କଥା ଲେଖା ହେଇଛି। ଅଙ୍ଗ ଯଜ୍ଞ କଲେ, ଯଜ୍ଞ ପୁରୁଷ ଆସିଲେ ନାହିଁ, କାହିଁକି ଆସିଲେ? ତୁ ଅପୁତ୍ରିକ ବୋଲି ଆସୁନାହାନ୍ତି ଇତ୍ୟାଦି କଥା ଆସିଲା। ଶେଷରେ ସେ ପୁତ୍ରେଷ୍ଟି ଯଜ୍ଞ କଲେ ଏବଂ ପୁତ୍ରେଷ୍ଟି ଯଜ୍ଞରେ କଣ ହେଲା? ତାଙ୍କୁ ତାର ଗୋଟେ ପୁଅଟେ ଜନ୍ମ ହେଲା ଚରୁ ଖାଇକିରି। ସେ ପୁଅର ନାଁ ହେଲା ବେଣ। ଏଇଠି ବଡ ସୁନ୍ଦର ଏଇ ଉପାଖ୍ୟାନରେ ଗୋଟା କଥା ଦିଆହେଇଛି, ଜଣଙ୍କର ଘରେ ସୁପୁତ୍ର ରହିଲେ ବି ଅସୁବିଧା, କୁପୁତ୍ର ରହିଲେ ବି ଅସୁବିଧା। ପୁଣି କୁହାଯାଇଛି ସୁପୁତ୍ର ବି ଭଲ ଆଉ କୁପୁତ୍ର ବି ଭଲ। ଟିକେ ଏଇଠି ଏଇ ତତ୍ଵଟା ଅଛି। ସୁପୁତ୍ର ରହିଲେ କଣ? ସୁପୁତ୍ର ଯଦି ନିଜ ହାତରୁ ପଳେଇଗଲା ତାହେଲେ କାନ୍ଦି କାନ୍ଦିକି ଦିନ ଯିବ ଅନୁତାପ କରିକି ମୋ ପୁଅ ଗଲା କୁଆଡେ ବୋଲି। ଆଉ କୁପୁତ୍ର ଯଦି ଆସିଲା ତାହେଲେ ସେ କୁପୁତ୍ର ପାଇଁ ବି କାନ୍ଦିକି ପଡିବ, କାହିଁକି ଏଇ ଗୋଟେ ଚଣ୍ଡାଳ ଏ କୁଳାଣ୍ଡାର ଆସିଲା, ଏହା ପାଇଁ ମୋର ସବୁ ଗଲା ବୋଲିକି। ତେଣୁ ସେଇଟା ଗୋଟାଏ ଦିଗ। ଏଇଠି ଆଉ ଗୋଟେ ଦିଗ ଅଛି, କୁପୁତ୍ର ହଉଛି ଭଲ। କଣ ଭଲ? ସୁପୁତ୍ର ହେଲେ ତ ପିତା ମାତାଙ୍କ ଶ୍ରାଦ୍ଧ କରିବ, ବିଭିନ୍ନ କଥା ତାଙ୍କର କୂଳ ଉଦ୍ଧାର କରିବ। କିନ୍ତୁ କୁପୁତ୍ର ଯଦି ହେଇଗଲା, ପିତା ମାତାଙ୍କୁ ବୈରାଗ୍ୟ ଆସିଯିବ। ପିତା ମାତାଙ୍କର ଯଦି ଅତି ବଦମାସ ପୁଅ ହେଲା ତାହେଲେ ବୈରାଗ୍ୟ ଆସିଯିବ। ଆଜି ଯୋଉ ଜରାଶ୍ରମରେ ଯୋଉ ପୁଅ ମାନେ ତାଙ୍କର ପିତା ମାତାଙ୍କୁ ଛାଡି ଦେଇକିରି ଆସୁଛନ୍ତି, ସେଇଠି ନିଶ୍ଚିତ ଭାବରେ ଗୋଟାଏ ଜିନିଷ ଆସିବ, ସେ ପିତା ମାତାଙ୍କର ମନର ବୈରାଗ୍ୟ ଆସିବ। ନିଜ ପ୍ରତି ସେମାନେ ଅଭିଶାପ ନିଶ୍ଚିତ ଭାବରେ ବର୍ଷଣ କରୁଥିବେ। ଭାଧି କିଏ ଭଳିଆ ପୁତ୍ର ଜନ୍ମ କରେଇକିରି ଯିଏକି ଆମକୁ ଆଣିକିରି ଜରାଶ୍ରମରେ ପକେଇଦେଲା। ତେଣୁ ଏ ସଂସାର ମିଛ ମାୟା ଇତ୍ୟାଦି ମନ ଭିତରକୁ ପଳେଇ ଆସିବ, ବୈରାଗ୍ୟ ଜାତ ହବ। ତେଣୁ ଏଇଠି ବଡ ସୁନ୍ଦର ଭାବରେ କୁହାଯାଇଛି ଯେ କୁପୁତ୍ର, ଏଇ ଯୋଉ ବେଣ ନାମକ କୁପୁତ୍ର ଜନ୍ମ କରିବା ଫଳରେ ଅଙ୍ଗରାଜାଙ୍କର ପ୍ରଚଣ୍ଡ ବୈରାଗ୍ୟ ଜାତ ହେଲା। ସେ ସୁନିତାକୁ ଛାଡିକିରି, ବେଣକୁ ଛାଡିକିରି ବାନପ୍ରସ୍ଥରେ ପଳେଇ ଗଲେ, ବୈରାଗୀ ହେଇକିରି ତାଙ୍କର ତପସ୍ୟା କରିକିରି ତାଙ୍କର ଗଲେ ସ୍ୱର୍ଗାରୋହଣ କଲେ ନିଶ୍ଚିତ ଭାବରେ। ଏଣେ କଣ ହେଇଛି? ସବୁ ଚତୁର୍ଦ୍ଦଶ ଅଧ୍ୟାୟରେ ବେଣ ରାଜା କଥା ଆସିଲା। ଚତୁର୍ଦ୍ଦଶ ଅଧ୍ୟାୟରେ ଇଏ ବେଣ ହଉଛନ୍ତି ହିରଣ୍ୟକଶିପୁର ଦ୍ୱିତୀୟ ଅବତାର। ଇଏ ହିରଣ୍ୟକଶିପୁର ଦ୍ୱିତୀୟ ଅବତାର। କହିଲା କି ବିଷ୍ଣୁ, କି ଧର୍ମ, କି ଯଜ୍ଞ, କି ବ୍ରାହ୍ମଣ, କି ଦେବତା? ମୁଁ ହଉଛି ଅହಂ ବ୍ରହ୍ମ, ଅହಂ ବିଷ୍ଣୁ, ଅହಂ ମହେଶ୍ୱର। ମୋ ଠାରୁ ଆଉ କେହି ନାହାନ୍ତି, ଯାହା କରିବ ପୂଜା ଆଣ। ବଡ ନିର୍ଦ୍ଦୟ। এইভଳିଆ ସେ ପଞ୍ଚଯଜ୍ଞ ବନ୍ଦ କରିଦେଲା। ଫଳରେ ଚାରିଆଡେ ମଡକ ହେଲା।
ମୁନି ଋଷି ଗୁଡାକ ଆସିକି ତାକୁ ବୁଝେଇଲେ, ଆରେ ତୋର ପୂର୍ବପୁରୁଷ ଏଡେ ସୁନ୍ଦର ରାଜା ଥିଲେ, କେଡେ ସୁନ୍ଦର ଭାବରେ ପୃଥିବୀକୁ ପାଳନ କରୁଥିଲେ, ତୁ ସେଭଳିଆ ରହ, ବ୍ରାହ୍ମଣ ମାନଙ୍କୁ ସେବା କର, ଦେବତା ମାନଙ୍କୁ ଭକ୍ତି କର। ତୋର ରାଗିକି କହିଲା ତମ ଗୁଡାକେ ତମକୁ ଓଲଟା ଏ ଭିତରେ ଭରି ଦେବି ଜେଲ ଭିତରେ। ତମେ ସବୁ କଣ ମୁଁ ହଉଛି ଭଗବାନ, ବାଜେ କଥା ଗୁଡା କହୁଛ। এইটা যেତେବେଳେ ଶୁଣିଦେଲେ ସେମାନେ କହିଲେ ଇଏ ମୂଢକୁ ଷଠେ ଷାଠ୍ୟଂ ସମାଚରେ, ୟାକୁ ଆଉ ରକ୍ଷା ନାହିଁ। ବେଦ ପାଠ କଲେ ଅହଙ୍କାର ଧ୍ୱନିରେ ପୁରାପୁରି ତାକୁ ଧ୍ୱଂସ କରିଦେଲେ। ପ୍ରଚଣ୍ଡ ଅହଙ୍କାର ଶବ୍ଦ ଯେତେବେଳେ ତାଙ୍କର ବେଦ ଧ୍ୱନିରୁ ଆସିଲା, ମନ୍ତ୍ର ଧ୍ୱନି, ସେଇଟାରେ ମରିଗଲା, ସେଇଠୁ ସେ ତାର ପ୍ରାଣପାତ ହେଇଗଲା। ସୁନିତା କଣ କରିବ? ଆମର ଏପଟେ ଗୋଟେ ଅଛି, ଚୋରର ମା ଯଦି କାନ୍ଦିବ ତାହେଲେ କବାଟ କଣରେ ଲୁଚେଇକିରି କାନ୍ଦିବ। ସେ ପୁଅଟାକୁ ନେଇକି ଗୋଟେ ତେଲ ଘଡି ଭିତରେ ପୁରେଇକି ରଖିଦେଲା ମୃତ ଶବକୁ, ଛାଡିଲାନି, ତା ପ୍ରତି ଲୋଭ ଥିଲା। ସେମିତି ଥାଏ ସ୍ଥିତି। ଏଣେ ରାଜ୍ୟ ଯାକରେ ପୁରାପୁରି କଥା। এইটা ଦେଖିଲେ ଋଷିମାନେ ପୁଣି ବଡ ଅସୁବିଧା ହେଲା। ଆମେ ସମସ୍ତେ ତ ମାରିଦେଲେ ବେଣକୁ, କଣ କରିବା? ଯାଇକିରି ସୁନିତା ଠାରୁ ସେଇ ତାର ବେଣର ତାର ଅଙ୍ଗଟାକୁ ଆଣିଲେ ଏବଂ ପୁଣି ଗୋଟେ ବ୍ୟବସ୍ଥା କରିକି ତାର ଅଧୋଦେଶକୁ ମନ୍ଥନ କଲେ। ତାର ଅଧୋଦେଶକୁ ମନ୍ଥନ କରିବା ଫଳରେ ମଣିଷର ଅଧ ହଉଛି ଅପବିତ୍ର ଅଂଶ, ଅଣ୍ଟାରୁ ତଳକୁ ଏଠି ଗୋଟେ ଅପବିତ୍ର। ତେଣୁ ସେଇଠୁ ଗୋଟେ ବିରାଟ କଳା କେଟିମିଟି ଗୋଟେ ବିରାଟ ପୁରୁଷଟି ଜାତ ହେଲା ସେଇ ମନ୍ଥନରୁ। ଏବଂ ଏଡେ ବିରାଟ ଦୁର୍ଦଣ୍ଡ ପୁରୁଷ ଜାତ ହେଲା, ତାକୁ ଦେଖିକିରି ବ୍ରାହ୍ମଣ ଋଷି ମାନେ ସବୁ ଡରିଗଲେ। ତାକୁ କହିଲେ ନିଷିଦ୍ଧ 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 ନିଷିଦ୍ଧ, କହିଲେ ବସ ବସ, ତୁ ଏଠି ବସ ବସ ବସ। ଏବଂ ତୁ ବର୍ତ୍ତମାନ ତ ଆଜି ଠାରୁ ତୋ ନା ନିଷାଦ ହେଇଗଲା, ତୁ ଯା ଅରଣ୍ୟର ରଜା ହେବୁ, ଏଠି ତୋର ରଜା ହବାର ଦରକାର ନାହିଁ। ସେ ପଳେଇଗଲା। ନିଷାଦ ମାନେ ଆଜି ମଧ୍ୟ ଅରଣ୍ୟ ଦେଶର ରଜା। ପରେ ତାପରେ ବ୍ରାହ୍ମଣ ଏବଂ ବିପ୍ର ମାନେ ସମସ୍ତ ବିଚାର କଲେ, କଣ କଲେ? ସେଇ ବେଣର ଉପର ଅଂଶ ବାହୁ ଯୁଗଳଟାକୁ ଧରିକି ମନ୍ଥନ କଲେ ଏବଂ ସେଇଠୁ କଣ ହେଲା, ଗୋଟାଏ ପୁଅ ଏବଂ ଗୋଟାଏ ଝିଅ ଉଭୟ ଗୋଟିଏ ଦେହରୁ ଜାତ ହେଲେ। ଏବଂ ସେ ପୁଅଟା ଯେତେବେଳେ ଜନ୍ମ ହେଲା, ତାକୁ ବିପ୍ର ମାନେ ଦେଖିକି, ଜ୍ୟୋତିର୍ମା ମାନେ ଦେଖିକି କହିଲେ ଜଣେ ପ୍ରଥିତ ଯୋଷା, ୟାର ପ୍ରଚଣ୍ଡ ଯଶଟା ପରେ ପ୍ରଥିତ ଯୋଷା ହବ ଇଏ, ତେଣୁ ୟାର ନାଁ ପୃଥୁ ହଉ ବୋଲିକିରି କହିଲେ। ଏବଂ ସେଇ ପ୍ରଥିତ ଯୋଷାକୁ ଇଏ ଏଇ ଯୋଉ ଝିଅଟା, ଇଏ ତାର ଅର୍ଚ୍ଚନା କରିବ, ତାର ବନ୍ଦନା କରିବ ଏବଂ ତାକୁ ସ୍ୱାମୀ ରୂପରେ ପାଇକି ସେ ଧନ୍ୟ ହେବା ସହିତ ସମସ୍ତଙ୍କୁ ଧନ୍ୟ କରିବ। ତେଣୁ ୟାର ନାମ ଅର୍ଚ୍ଚି କହିଲେ। ତେଣୁ ପୃଥୁ ଏବଂ ଅର୍ଚି ସେଇଠି ସେମାନେ ଦେବଗଣ କଲେ। ବର୍ତ୍ତମାନ ତେଣୁ ଚତୁର୍ଦ୍ଦଶ ଅଧ୍ୟାୟରେ ଆମେ ଶୁଣିଲେ ବ୍ରାହ୍ମଣ ରୋଷେଇ ବେଣବଦ୍ଧ, ଚତୁର୍ଦ୍ଦଶରେ ସମ୍ବାଦ। ବର୍ତ୍ତମାନ ପଞ୍ଚଦଶ କଥା ଆସିଲା। ବେଣ ବାହୁକୁ ବିପ୍ରେ ମନ୍ଥୁ ଜାତ ହଇଲେ କହ ପୃଥୁ, ତାହାଙ୍କ ଅଭିଷେକ କଥା 15 ଅଧ୍ୟାୟରେ ବାରତା। ବର୍ତ୍ତମାନ ବେଣ ଜନ୍ମ ହେଲେ, ଆପଣ ଅର୍ଚି ଜନ୍ମ ହେଲେ, ପୃଥୁଙ୍କୁ ସେମାନେ ଅଭିଷେକ କଲେ। ଏବଂ ବଡ ଏମିତିଆ ହେଲା ଯେ ସେ ଜନ୍ମ ହେଲା କ୍ଷଣି ଇଏ ଭଗବାନ ବିଷ୍ଣୁ ବୋଲିକି ତାଙ୍କୁ ଆରମ୍ଭ କରିଲେ ଦେବତା ବ୍ରାହ୍ମଣ ମାନେ ସ୍ତବ ସ୍ତୁତି କରିବାଟା। ଇଏ କହିଲେ କଣ ଏ କି କଥା? ପୃଥୁ କହିଲେ ଆହେ ମା ଘଦ ସୁତେ ଶୁଣ, ତୁଚ୍ଛା ଭବିଷ୍ୟ ଶ୍ରୁତି ଭଣ। ଲୋକଙ୍କ ମଧ୍ୟ ମୋର ଗୁଣ ଅବ୍ୟକ୍ତ ରୂପେ ଅଛି ଗୁଣ, ମୋର କର୍ତ୍ତବ୍ୟ କର୍ମ ଯେତେ ତୁମ୍ଭ କହିବେ, ତୁମ୍ଭେ କହିବ ଭବିଷ୍ୟତେ। ମିଥ୍ୟା ବଚନେ କାର୍ଯ୍ୟ ନାହିଁ ମଧୁର ବାସୀ, ତୁମ୍ଭେ ହୋଇ। ଇଏ ତେଲ ଫେଲ ବେଶୀ ଲଗାନା, ଏତେ ମତେ ତେଲ ମାରିବାର ଆବଶ୍ୟକତା ନାହିଁ। କାରଣ ବର୍ତ୍ତମାନ ସୁଦ୍ଧା ମୁଁ କଣ ମୋର ଭବିଷ୍ୟତ ମୁଁ ଜାଣି ନାହିଁ। ମୁଁ ଭବିଷ୍ୟତରେ ଲୋକଙ୍କର କଣ କର୍ତ୍ତବ୍ୟ କରିବି ସେଇଟା ମୋର ଜଣା ନାହିଁ। ତେଣୁ ମତେ ସେସବୁ ନ କହିକି ଭବିଷ୍ୟତରେ ମୋର କର୍ତ୍ତବ୍ୟ କଣ ହବ ସେଇଟା କୁହ। ଏବଂ 1600 ପୃଥୁ ସ୍ତୁତି ବାଣୀ ମୁନିଙ୍କ ବୋଲେ ଭାଟେ ଭଣୀ। ତେଣୁ ଋଷିମୁନି ମାନେ ଯେତେବେଳେ ଏଇଟା ଶୁଣିଲେ ପୃଥ୍ୱୀଙ୍କ ଠାରୁ, ସେମାନେ ଆଦେଶ ଦେଲେ ଭାଟ ମାନଙ୍କୁ, ମାଗଧ ମାନଙ୍କୁ, ଠିକ ଅଛି ୟା ଭବିଷ୍ୟତରେ କଣ ସବୁ କରିବେ ସେଇ କଥା କୁହ। ଭବିଷ୍ୟତରେ କଣ କରିବେ ଏଇଟା ଆପଣଙ୍କର 1600ରେ ହେଲା ପୃଥ୍ୱୀଙ୍କୁ ସ୍ତୁତି। ଭବିଷ୍ୟତ ମାନେ କହିଲେ ଯେ ତମେ ହଉଛ ଭଗବାନଙ୍କର ଅଂଶ, ତମେ ଏ ପୃଥିବୀରୁ ସବୁ କିଛି ବରକ ଆପଣଙ୍କର ଯାହା କିଛି ଖରାପ ଜିନିଷ ସବୁ ଦୂର କରିବ। ଅଶ୍ୱମେଧ ଯଜ୍ଞ ତମେ କରିବ, ଇନ୍ଦ୍ର ତମର ଅଶ୍ୱଟାକୁ ହରଣ କରିନେବ।
ଇତ୍ୟାଦି ଏବଂ ତମେ ପୃଥିବୀକୁ ଦହନ କରିବ, ତମେ ପୃଥିବୀର ପୃଥିବୀ ଶସ୍ୟ ଶ୍ୟାମଳ କରିବ, ଯାହା ଯାହା ସବୁ ସ୍ତୁତି ବାଣୀ ସେଇଠି ସେମାନେ କହିଦେଲେ। ଏଇଟା କହିବା ଫଳରେ କଣ ହେଲା, 17 ଅଧ୍ୟାୟ ବର୍ତ୍ତମାନ ଆସିଗଲା। 17ରେ କଣ, ମୋହି ଗ୍ରାସନ୍ତେ ଶସ୍ୟ ବୀଜ ମାରି ଧାଇଲେ ପୃଥୁରାଜ, ଭୟ ଧରଣୀ କଳାସ୍ତବ 17 ଅଧ୍ୟାୟର ପ୍ରସ୍ତାବ। 17ଦଶ ଅଧ୍ୟାୟରେ କଣ ବର୍ଣ୍ଣନା ହେଇଛି, ଆପଣ ଯେତେବେଳେ ଦିନ ରାଜାର ମୃତ୍ୟୁ ହେଇଗଲା, ଦେଶଟା ଅରାଜକ ହେଇଗଲା, ଚୋର ଡକାୟତ ସବୁ ବ୍ୟାପି ଗଲେ, ଅନ୍ୟାୟ ଅତ୍ୟାଚାର ଚାରିଆଡେ ବ୍ୟାପି ଗଲା, ଧରଣୀ ଦେଖିଲା ପୃଥୁ ସିନା ମତେ ବଞ୍ଚେଇ ଦେଲେ, ପୃଥୁ ସିନା ଆସିକିରି ଏଇଠି ପ୍ରଜା ମାନଙ୍କୁ ଉପଦେଶ ଦେଲେ, ପ୍ରଜା ମାନଙ୍କର ସହାୟତାରେ କେମିତି ଶସ୍ୟ ଆସିବ, କେମିତି ଗୋଦହନ, ମୁଁ ଗୋରୁ ହେଇକି ରହିଗଲି, ମତେ ସେ ଦହନ କରେଇଦେଲେ। ସେଟା ବିଭିନ୍ନ କଥା, ଯେ ଗୋ ଦହନ କଥା କୁହାଯାଇଛି, ଆପଣଙ୍କର ଦହନ କଥା ମନୁକୁ ବତ୍ସା କରିକିରି କ୍ଷୀରରୁ ଶସ୍ୟ ବୀଜ ସବୁ ଉତ୍ପନ୍ନ କଲେ, ଯୋଉଟା କି 18 ଅଧ୍ୟାୟରେ ଆସୁଛି। ଏବଂ ସିଏ କଣ କଲେ, 17ଦଶ ଅଧ୍ୟାୟରେ ଏଇ ଗୋରୁଟାକୁ ପୃଥିବୀ ଶସ୍ୟ ବୀଜ ଗ୍ରାସ ଠାରୁ ଧେନୁ ରୂପୀ ଧରଣୀକୁ ବନ୍ଧନ କଲେ ପୃଥୁ। ତାକୁ କହିଲେ ତତେ ମୁଁ ମାରିଦେବି, ସେ କହିଲା ମତେ ଯଦି ମାରିଦେବ ତାହେଲେ ପୃଥିବୀକୁ କିଏ ଧରିବ, ହେଲା ମୁଁ ପୃଥିବୀକୁ ଟେକିକି ଧରିବି, ତୁ ସବୁ ମୋର ପ୍ରଜା ମାନଙ୍କୁ ହଇରାଣ କରୁଛୁ। ଶେଷରେ ଧରଣୀ ବେଶ, ଗୋ ବେଶ ଧାରିଣୀ ଧରଣୀ କହିଲା ଠିକ ଅଛି, ମୁଁ ତତେ ହଇରାଣ କରିବା ପାଇଁ ଏଇଟା କରିନଥିଲି, ଯେତେବେଳେ ତମର ଅରାଜକ ହେଇଯାଇଥିଲା ଦେଶ, ସେଇ ସମୟରେ ମୁଁ ବାଧ୍ୟ ହେଇକି ସବୁ ଶସ୍ୟ ବୀଜକୁ ମୋର ଗର୍ଭସ୍ଥ କରିଥିଲି, ବଞ୍ଚେଇକି ରଖିଥିଲି, ସବୁ ଔଷଧି ବୃକ୍ଷକୁ ମୁଁ ନିଜେ ଖାଇ ଦେଇଥିଲି, ବର୍ତ୍ତମାନ ସୁଦ୍ଧା ମୋ ଗର୍ଭରେ ଅଛି, ଯାହା ଯାହା ପୃଥିବୀରେ ଚଳାଚଳ ମର୍ତ୍ତ୍ୟବାସୀଙ୍କର ଯାହା ଦରକାର ସବୁ ମୋ ଗର୍ଭରେ ଅଛି, ତମେ ଦୋହନ କରିବାର ବ୍ୟବସ୍ଥା କର, ମୁଁ ଠିଆ ଉଠିଛି ଗାଈ ରୂପ ଧରିକି ବୋଲିକି ସେ ଯେତେବେଳେ ଠିଆ ହେଇଗଲେ, ଏହାପରେ 18ଦଶ ଅଧ୍ୟାୟରେ ଅଷ୍ଟାଦଶରେ ପୃଥୁ ବେଳେ ସର୍ବେ ଦୁହିଁଲେ ମୋହି ଭଲେ। 18ଦଶରେ କଣ ହେଲା, ସେହି ଧରଣୀ ରୂପୀ ଗୋରୁ ରୂପୀ ଧରଣୀକୁ ଦୋହନ କରିବାକୁ ଲାଗିଲେ। ମନୁ ସ୍ୱୟଂଭବ ମନୁଙ୍କୁ ଧରି ଆଣିଲେ, ତାଙ୍କୁ ବତ୍ସା କରିଦେଲେ, ଏବଂ ତାକୁ ଯୋଉ କ୍ଷୀର ବାହାରିଲା ସେଥିରୁ ଶସ୍ୟ ବୀଜ ସବୁ ବାହାରିଲା। ପଣ୍ଡିତ ମାନେ ତାଙ୍କୁ ନେଇଗଲେ, ଏବଂ ପଣ୍ଡିତ ମାନେ କଣ କଲେ, ବୃହସ୍ପତିଙ୍କୁ ଆଣିକି ବତ୍ସା କରିଦେଲେ, ତେଣୁ ବେଦ ଦୁହିଁଲେ, ଇନ୍ଦ୍ରକୁ ବତ୍ସା କରିଦେଲେ, ଏବଂ ତହିଁରୁ ସୋମ ହଉଛି ଗୋଟେ ପ୍ରକାର ଅମୃତ, ସୋମ ରସ ପାନ କରୁଥିଲେ, ସୋମ ଲତିକା କଥା ଅଛି, ସେଇଟା ଗୋଟେ ରକମର ଦେବତା ମାନଙ୍କର ସେଇଟା ପାନୀୟ, ଏ ଆଜିକାର ମହୁଲି ନୁହଁ। ତେଣୁ ସେଇ ସୋମ ସେଇଠୁ ଧୋଇଲେ, ଏବଂ ପ୍ରହ୍ଲାଦକୁ ବତ୍ସା କରିକିରି ସୁରା ଦହନ କଲେ, ବିଶ୍ୱାବସୁଙ୍କୁ ବତ୍ସା କଲେ, ଗନ୍ଧର୍ବ ସୁଗନ୍ଧ ଦହନ କଲେ, ଅର୍ଜମାକୁ ବତ୍ସା କରିକିରି କବ୍ୟ ଦହନ କଲେ। କବ୍ୟ କଣ, ପିତୃପୁରୁଷଙ୍କର ଯୋଉ ତାଙ୍କୁ ଦିଆଯାଏ ଭୋଜନ, ସେଇଟା ହେଲା କବ୍ୟ। କପିଳାକୁ ବତ୍ସା କଲେ, ଏବଂ ସଂକଳ୍ପ, କପିଳାରୁ ଗଲା ସଂକଳ୍ପ, କପିଳା ସେଇଥିରୁ ସଂକଳ୍ପ କଣ ମଣିଷ କଣ ସବୁ କରିବ ତାକୁ ଦହନ କଲେ। ବିଦ୍ୟାଧର ମାନଙ୍କୁ ବତ୍ସା କରିଦେଲେ, ଖେଚରୀ ବିଦ୍ୟା ମାନେ ଆକାଶରେ ବିତରଣ କରିବାର ଯୋଉ ବିଦ୍ୟା, ତାକୁ ସେମାନେ ଦହନ କଲେ। କପିଳାକୁ ଆଚ୍ଛା, ମୟଦାନବକୁ ବତ୍ସା କରିକିରି ମାୟାବୀ ବିଦ୍ୟା ଦହନ କଲେ, ରୁଦ୍ରଙ୍କୁ ବତ୍ସା କରିକିରି ରୁଧିର ମଧ୍ୟ ଦହନ କଲେ, ଏବଂ ତକ୍ଷକୁ ବତ୍ସା କରିକିରି ବିଷ ଦହନ କଲେ, ଏବଂ ବୃଷଭକୁ ବତ୍ସା କରିକିରି ତୃଣ ଦହନ କଲେ, ଏବଂ ଏତେ ଯାହା ଯାହା ସବୁ ଆବଶ୍ୟକତା ଥିଲା, ଇଏ ଯାହା ଯାହା ସବୁ କୁହାଗଲା, ଇଏ ସବୁ ହଉଛି ମନୁଷ୍ୟର ଆବଶ୍ୟକତା। ବିଷ ବି ଆବଶ୍ୟକତା, ବିଷ ସାପର ବିଷକୁ ସାପ ବିଷ ହିଁ କାଟେ, ସେଟା ଔଷଧର କାମ କରେ, ତେଣୁ ବିଷ କାହିଁକି ଧୋଇଲେ, ସୁରା କାହିଁକି ଧୋଇଲେ, ସୁରା ବି ଆବଶ୍ୟକତା ଅଛି, ତାକୁ ଔଷଧ ଭାବରେ ବ୍ୟବହାର କରାଯାଇପାରେ। ଆଜିର ମଣିଷ ସେ ସୁରାକୁ କଣ କରୁଛନ୍ତି ସେମାନେ ବୁଝନ୍ତୁ। ତ ତେଣୁ ପୃଥୁର କଥା ମାନିକିରି ଏ ଧେନୁଟା ଯେତେବେଳେ ଏତେ ଗୁଡାଏ କାମ କଲା, ପୃଥୁଙ୍କର କନ୍ୟା ପୃଥ ଅପତ୍ୟାର୍ଥମ ସ୍ତ୍ରୀ, ତାର ନାଁ ହେଲା ପୃଥ୍ୱୀ। ପୃଥୁଙ୍କର ଅପତ୍ୟ ଅର୍ଥରେ ଝିଅ ହେଇଥିବାରୁ ତାର ପୃଥ୍ୱୀ ନାମ ହେଲା ଧରଣୀର। ଏବଂ ବର୍ତ୍ତମାନ 19 ଅଧ୍ୟାୟ ଆସିଲା, ଏବଂ ଏତେ ଗୁଡାଏ କାମ କରିସାରିବା ପରେ ଏଇଠି ପୃଥୁ ବହୁତ କଥା କରିଛନ୍ତି। ଯେତେବେଳେ ଆବୁଡା ଖାବୁଡା ଖାଲ ଢିପ ପାହାଡ ପର୍ବତ ଥିଲା, ପ୍ରଜାଙ୍କୁ ଲଗେଇ ସମାନ କରିଛନ୍ତି, ଶସ୍ୟ ଉତ୍ପନ୍ନ କଲା ଭଳିଆ ବହୁତ ଗୁଡାଏ କରିଛନ୍ତି, ଏ ସବୁ ଏଥିରେ ବର୍ଣ୍ଣନା ହେଇଛନ୍ତି। ବର୍ତ୍ତମାନ 19 ଅଧ୍ୟାୟ ଅଶ୍ୱ ହରଣ ବହିରୋଷ ପୃଥୁ ଚିନ୍ତନ୍ତେ ଇନ୍ଦ୍ର ନାଶ, ତାଙ୍କୁ ନିଷେଧ କଲେ ଧାତା 19ରେ ଏହି କଥା। ଏବଂ ଏଣେ କଣ ହେଇଛି, ପୃଥୁ ନିଜେ ଅଶ୍ୱମେଧ ଯଜ୍ଞ କରିବେ ବୋଲି ଭବିଷ୍ୟତବାଣୀ କରିଥିଲେ ବ୍ରାହ୍ମଣ ମାନେ, ସମୟ ଆସିଗଲା,
सी भी किसी कर्मकांड अनुजाई वेद वर्णित विधि विधान व्यवस्था अनुजाई आरंभ करदे अश्वमेध यज्ञ। अश्वमेध यज्ञ कले काले से इंद्र हो इंद्र भय होगा यहाँ लिखाई आप जानते इंद्र नहीं गला अश्वटा को अत्रि कहले नहीं गला इंद्र अश्व धरी आण बड़ पुओ दौड़ा दौड़ा फल इंद्र सियाड़ू छाड़ी पड़ेगा फल से अश्वटा को इंद्र ठारू जय करने को धरी आनी तार नाम देदेले माने विजिताश्व। से इंद्रटा गोटे निर्लज इंद्रटा निर्लज बहुत उदाहरण अच्छी। तो तेणु परवर्ती अवस्था पुणी आउ थे हरण करदेला अत्रि पुणी देखिले विजिताश्व कहले देख से पड़ेगा यहीटा जो विजिताश्व जानिला पुणी इंद्र पछे पछे गोड़ेला। इंद्र विभिन्न केतले बाबाजी केतले वस्त्र धारणकारी केतले श्मश्रु जटा धारणकारी केतले भूत प्रेत एमती पड़ेला। तेणु आज समस्ते से भाया ये मनीष मैंने विभिन्न कुटिल प्रकृति धारण कर सर्वशेष जो इंद्र को छाड़िक पड़ेला यही कथा निजे पृथ्वी जानिले कहले बारंबार या लज्जा ना मुझे मारिदेवी मो पुओ कहीं जीव से जो धनुष धरिक उत्तोलन कले ब्राह्मण मैंने कहले ना ना आपण मारे नहीं कारण जी कर्ता बा कर्त्री से माने यज्ञ उद्दिष्ट बलि व्यतीत अन्य क्या हत्या करती ना तेणु आप से सब करेंगे ना आम मंत्र साहय इंद्र को धरी आणुचु पकईदेव यज्ञ मुंडे एमती करके उच्चारण कर भूत ढाई जाऊँगी सियाड़ू पलि आसिले ब्रह्मा कहले रुह रुह एटा कौन कर इंद्र जी गोविंद सी इंद्र गोविंद होती मित्त ये पृथ्वी होती गोविंद का अवतार पृथ्वी को बुझेले रक्षा कर क्षमा दियो बोली कहले एवं सी इंद्र होती भगवान विष्णुकर भक्त तमें तांको मार ना या कहवा फल से क्षमा करदे एवं क्षमा करदेला पर कौन होगा यज्ञ समापन है। एणे इंद्र 20 अध्याय आसला इंद्र सहित विष्णु आसी पृथ्वी को वरदान तो सी पृथ्वीर इंद्र मिलन 20 अध्याय वर्णन भगवान विष्णु आसिक इंद्र को सांगे धरिक पृथ्वी को कहले तुम्हें मोर अंश जन्म ग्रहण कर ये इंद्र को क्षमा कर ये इंद्र तुम मित्र हो कहीकि पृथ्वी सहित तार मित्रता स्थापन करदे एवं एठी पृथ्वी भगवान नारायण को बहुत प्रकार स्तव करचंती एवं कैवल्यनाथ तोते पाई के भगवान छे ज्ञानी होई अपरे मुख्य धर्म सार तुम्हें वांछा नाही मोर भगवान नारायण जो कहले तुम कौन मागुच तुम माग ये कहले मोर किसी दरकार नहीं मत गोटे कथा दियो श्रवणम कीर्तनम विष्णु श्रवणम तदसेवनम अर्चनम वंदनम दास्यम सक्षम आत्मनिवेदनम श्रवण भक्ति सबुठार बड़ भक्ति मोर दुईटा कान आपण कथा शुणिक तृप्त हो पारना मत अहित कान दिंतु से पर देखु ये होती प्रकृत भक्त जे कि कथा श्रवण करने अहित कान मागिदे एवं से तथास्तु कहले एवं परवर्ती समय उपयुक्त भाव से राज्य पालन कले भगवान विष्णु इंद्र को धरिक गले एवं एक विंश पृथ्वी प्रजा को उपदेश दियंती वर्णे एक विंश पृथ्वी प्रजा को उपदेश दियंती वर्णे एक विंश 21 अध्याय प्रजा मान को डाकिक पृथ्वी राजा राजार धर्म कौन प्रजार धर्म कौन से केते कर देवा कथा से कर को किपरि भाव व्यय करा कथा ये सबू कथा गोटे गोटे कर कहते जहाँकि प्रजा माने कथा शुणिक मनर मलनाश गले वैराग्य विज्ञान बड़े लभे श्री हरि पाद मूल न पाए पुनः ए संसार यही कथा भी से प्रजा को शिक्षा दे कहले अनासक्त भाव भगवान शरणागत आस जदि मुख्य प्राप्त हाँपाई इत्यादि सब शिक्षा देकर बर्तमान 22 अध्याय हरि आज्ञा अनुसार से 4 सनद कुमार पृथ्वी को देले तत्व ज्ञान 22 अध्याय वर्णन 19 अध्याय ये प्रजा मान को जहाँ देले से बहुत बड़ जिनस है ब्राह्मण मान सदा बेले तुम ब्राह्मण मान को टिके दया करी सम्मान देखो
এই কথাটা ସେ ପ୍ରଜା ମାନଙ୍କୁ କହିଛନ୍ତି ବ୍ରାହ୍ମଣ ମାନଙ୍କର କୋପର ପାତ୍ର ହବ ନାହିଁ କଥା ବି ସେ କହିଛନ୍ତି। ଏବଂ ଦ୍ୱାବିଂଶରେ କଣ କହିଲେ, ଚତୁଃଶନକଙ୍କ ସହିତ ତାଙ୍କର ଭେଟ ହେଲା। ଚତୁଃଶନକଙ୍କ ସହିତ ଭେଟ ହେଇକିରି ତାଙ୍କଠାରୁ ତତ୍ତ୍ୱଜ୍ଞାନ ଲାଭ କଲେ। ଏବଂ ସେ ଚତୁଃଶନକ ହଉଛନ୍ତି ପ୍ରକୃତିରେ ବ୍ରହ୍ମାଙ୍କର ପ୍ରଥମ ଚାରି ପୁତ୍ର, ଯେଉଁମାନେ କି ହଉଛନ୍ତି ବ୍ରହ୍ମଜ୍ଞାନୀ, ଯେଉଁମାନେ ତାଙ୍କୁ ଭଗବାନଙ୍କର ଅବତାର କହିଲେ ବି ଚଳିବ। ହଁ, ଚତୁଃଶନକ ଅବତାର ବି ସେମାନେ 24 ଅବତାର ମଧ୍ୟରେ ସେମାନେ ବି ଗୋଟେ। ଏଇମାନେ ଆସିକିରି କଲେ କାହାକୁ, ଆପଣଙ୍କର ପୃଥୁଙ୍କୁ ସବୁ ଦେଲେ। ଏବଂ ତାର କହିଲେ ତ୍ରିବିଧ କୃଷ୍ଣ ଉପାସନା, ରଜ ସାତ୍ବିକ ତମ ପୁଣ ତାମସ ଭକ୍ତିର ଲକ୍ଷଣ କହିବା ଏଥିର କାରଣ, ଶ୍ରୀକୃଷ୍ଣ ଚରଣ କମଳେ ଯେ ନାମ ସଂକୀର୍ତ୍ତନ ବେଳେ ତହିଁ ଯାହାର ନୁହେଁ ରତି ସେ ହୀନ କପଟ ଭଗତି। ତାମାନେ ତ୍ରିବିଧ ଭକ୍ତି, ରାଜସିକ, ତାମସିକ ଏବଂ ସାତ୍ବିକ ଭକ୍ତି କଣ? କୃଷ୍ଣଙ୍କୁ ଯେ ତିନି ରୂପରେ 3 ପ୍ରକାର ଯୋଉ ତାଙ୍କୁ ପୂଜା କରାଯିବ, ତ୍ରିବିଧ କୃଷ୍ଣ ଉପାସନା ବିଧି। ସାତ୍ବିକ ବିଧି କଣ, ଏଇଟା ତାମସିକ ବିଧି କହିଲେ। ସାତ୍ବିକ ବିଧି କଣ କହିଲେ, ଶୁଣେ ଶ୍ରବଣେ করে ଧ୍ୟାନ, ଅସଙ୍ଗରତି ଏହି ଭାବେ ସାଧନ ତାରତମ୍ୟ ଲାଭେ କିଏ ବା ହରି ସଂକୀର୍ତ୍ତନ। ଶୁଣେ ଶ୍ରବଣେ করে ଧ୍ୟାନ, ଅସଙ୍ଗରତି ଏହି ଭାବେ ସାଧନ ତାରତମ୍ୟ ଲାଭେ। ଇଏ ସବୁ ହଉଛି ଆପଣଙ୍କର ସାତ୍ବିକ କଥା, ଯୋଉଟା କି କର୍ମ ବାସନା ସିଦ୍ଧି ହବ। ସେଇ କଥା ସେଇ ଭାବରେ ଭଗବାନଙ୍କୁ ଯଦି ଇଚ୍ଛା କରିକିରି କିଛି ଆସକ୍ତି ଥାଇକରି ପୂଜା କରାଯାଏ, ସେଟା ହେଲା ରାଜସିକ ବିଧି। এই ସବୁ କଥା 22 ଅଧ୍ୟାୟରେ ସେ ସବୁ କହିଲେ। ଯମ ନିୟମ ସମ ଦମ ତିତିକ୍ଷା ପରମହଂସର ଲକ୍ଷଣ କଣ? ଧର୍ମାର୍ଥ କାମ, ଧର୍ମ ଅର୍ଥ କାମ ମୋକ୍ଷ ଯୋଉ ଚତୁର୍ବର୍ଗ, ମୋକ୍ଷକୁ ଛାଡ଼ିକି ଗଲେ ଧର୍ମ ଅର୍ଥ ଏବଂ କାମ, ଏଇ 3ଟା ହଉଛି ଅନିତ୍ୟ। ଏଗୁଡାକ କୌଣସି ପ୍ରକାର ୟାର କୌଣସି ଆଧାର ନାହିଁ। ଧର୍ମ ବି ଆଧାରହୀନ, ଅର୍ଥ ବି ଆଧାରହୀନ ଏବଂ କାମ ବି ଆଧାରହୀନ। ଆଧାରହୀନ କହିଲେ କେବଳ ଏମାନେ ସ୍ୱର୍ଗ ସୁଖ ଦେଇପାରନ୍ତି, ମନର କାମନା ପୂର୍ଣ୍ଣ କରିପାରନ୍ତି, କିନ୍ତୁ ମୋକ୍ଷ ପ୍ରଦାନରେ ଏମାନେ କୌଣସି ପ୍ରକାର ଫଳବତୀ ନୁହନ୍ତି। ତେଣୁ ସେଇ କଥା ସେ ତାଙ୍କୁ ଶିଖେଇଲେ। ତେଣୁ ବ୍ରହ୍ମର ରତି ମୋକ୍ଷ ଦିଆହେଇ, ବ୍ରହ୍ମଙ୍କର, ବ୍ରହ୍ମ କହିଲେ ଭଗବାନ ପରମାତ୍ମାଙ୍କର ଚରଣ ଶରଣରେ ଆସିଲେ ହିଁ ସେଇଟା ପ୍ରକୃତ ମୋକ୍ଷ ପ୍ରାପ୍ତିର ଉପଯୁକ୍ତ ଉପାୟ ବୋଲିକି ତାଙ୍କୁ ଶିକ୍ଷା ଦେଲେ। ବର୍ତ୍ତମାନ 23 ଅଧ୍ୟାୟର ସାମଗ୍ରିକ ଆଲୋଚନାରେ ବାଚ୍ୟା ସହିତ ପଶିବନେ ସମାଧି ଯୋଗର ଧାରଣେ ପୃଥୁ ବୈକୁଣ୍ଠ ଉପଗତ 23 ଅଧ୍ୟାୟର ଚରିତ। ବର୍ତ୍ତମାନ ଦେଖନ୍ତୁ, ଇଏ ଭାର୍ଯ୍ୟାଙ୍କ ନାଁ ହେଲା ଅର୍ଚି। ପୃଥୁ ତାଙ୍କର ପୁଅ ମାନଙ୍କୁ ଦେଇକିରି ଆପଣର ରାଜ୍ୟଟାକୁ ସିଏ ଅର୍ଚୁଙ୍କୁ ଧରିକରି ସେ ବନକୁ ଗମନ କଲେ। ତାଙ୍କର ଷଡ଼ଚକ୍ର ଜାଗରଣ କଲେ, ସମାଧିସ୍ଥ ହେଲେ, ପିଣ୍ଡର ସମସ୍ତ ଉପାଦାନ ଏବଂ ବ୍ରହ୍ମାଣ୍ଡର ମୂଳ ଉପାଦାନରେ ନିଜକୁ ମିଶେଇ ଦେଲେ। এইটা ଟିକେ এইଠି ତତ୍ତ୍ୱ ରହିଛି। ପିଣ୍ଡ ଏବଂ ବ୍ରହ୍ମାଣ୍ଡ ଏକମତ ବୋଲିକି ଯୋଉ କୁହାଯାଉଛି, এই ପିଣ୍ଡ ଆପଣ ମାନେ ଆମେ ସୃଷ୍ଟି ସର୍ଜନରେ ଯାହା ସବୁ ଶୁଣିଥିଲେ ଜାଣିଥିଲେ, ସେଇ ହିସାବରେ ପ୍ରଥମେ ତ୍ରିଗୁଣମୟୀ ପ୍ରକୃତି, ଅହଙ୍କାର, ତହିଁରୁ ଆପଣଙ୍କର ଆସିଗଲା 3ଟା ଗୁଣରେ ସତ୍ୱ, ରଜ ଏବଂ ତମ। ସତ୍ୱରେ ମନ ଏବଂ ଇନ୍ଦ୍ରିୟ ମାନଙ୍କର ଦେବତା, ରଜରେ କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ, ଏବଂ ତମସରେ ପଞ୍ଚତନ୍ମାତ୍ରା। ପୁଣି ସେ ପଞ୍ଚତନ୍ମାତ୍ରାରୁ ଆକାଶ, ହିତି ଆପ ତେଜ ବ୍ୟୋମ ମରୁତ। ପ୍ରଥମେ ଆକାଶ, ଯୋଉ ଆକାଶ ଟିକେ ଶବ୍ଦ ଇତ୍ୟାଦି ଆକାଶ, ତାପରେ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, এই ପ୍ରକାର ସବୁ ଯେମିତି ସୃଷ୍ଟି ହେଇଥାଏ, ମଣିଷର ମୃତ୍ୟୁ ହେଲା ବେଳେ ମଧ୍ୟ ଠିକ ସେହିପରି ଭାବରେ ପ୍ରଥମେ ଅଗ୍ନିରେ ପୋଡ଼ିକିରି ଗନ୍ଧ ତ୍ୟାଗ କରେ, ତାପରେ ପୋଡ଼ିଗଲା ପରେ ରସ ତ୍ୟାଗ କରେ, ଶବ୍ଦ, ସ୍ପର୍ଶ, ରୂପ, ତାପରେ ରୂପଟା ତ୍ୟାଗ କରେ, ତେଜ ତ୍ୟାଗ କରେ, ତାପରେ ସ୍ପର୍ଶ କହିଲେ ବାୟୁ ମଧ୍ୟ ବାୟୁରେ ମିଶିଯାଏ, ଏବଂ ପରବର୍ତ୍ତୀ ସମୟରେ ସେ ଆକାଶରେ ମିଶିକିରି ପୁଣି ଏଇ ପଞ୍ଚତନ୍ମାତ୍ରା ମିଶିକିରି ଯାଇକିରି ଏଇ ତାର ତମ ଗୁଣଟା ଯାଇକିରି ପହଞ୍ଚିଯାଏ ଅହଙ୍କାରରୁ ଆପଣଙ୍କର ମହତ୍ତତ୍ୱ, ମହତ୍ତତ୍ୱରୁ ଯାଇକିରି ବିଲୀନ ହେଇଯାଏ।
तो सेई कथा एटा ब्रह्मांड ए पिंड जेमती गठित होईची ब्रह्मांड मध्ये ठीक सेमती गठित होईची ब्रह्मांड गठन रे भगवान जहाँ जहाँ सब सृष्टि करछंती जे उपाय रे पिंडटा को मध्ये ठीक सेमती उपाय रे सृष्टि करछंती तेनु एठी पिंड ब्रह्मांड एकत्व अहंकार नहीं से महत्त्व रे मिसाई से सर्व तत्व गुणे न्यासी महत्त्व रे प्रकाशी से महत्त्व महामय प्रकृति संगे हेलेलो एक यही परि भाव रे जेमती आसीथिला सेमती भाव रे से निजको हजई देकरी सब ए जो आपण महत्त्व रे विलीन करे देले पृथ्वी एवं परवर्ती अवस्था अर्ची अर्ची देखने पृथुंकर समाधिस्थ पृथुंकर प्राण त्याग हो सारी से चिताग्नि रे पृथु को पकेले एवं तांको सहित सती हो गले यहाँ शुणिक विभिन्न देवता देवती उभय को प्रणाम कर स्तुति कर सब त्रयोविंश अध्याय वर्णित होती चतुर्विंश अध्याय कौन प्राचीन बर्हि पृथुवंशे ता पुत्र दश प्रचेत से तांकु देले रुद्र गीता चतुर्विंश यही कथा वर्तमान 24 अध्याय 24 अध्याय यार ऊपर टिके कथा रहुची आपण माने जानछंती जे पृथुंकर 5टा पुत्र थिले एवं ज्येष्ठ पुत्र हला विजिताश्व जार अन्य नाम अंतर्धान काहे के हेतिला इंद्र को जतले सी मारिला नाही इंद्र कहले मत बर माग मोर कहला मोर बर दरकार ना जदि बर दबार अच्छे तुम्हें जो विद्या बल निज को अंतर्धान कर देउथला मते सेई विद्याटा दे दियो से कहले तथास्तु सेई दिन ठारू ए विजिताश्वंकर अन्य नाम अंतर्धान हे गला एवं यांकर हर्यक्ष वृक द्रविण ध्रुमकेश बोली के आउ चारटी भाई थिले एवं पूर्व दिया रे हर्यक्ष उत्तर रे वृक दक्षिण रे द्रविण एवं हर्यक्ष को पूर्व वृक को पश्चिम द्रविण को उत्तर एवं धूमकेश को दक्षिण दिगरे राज्य प्रदान करदे विजिताश्व एवं सुखरे प्रजा पालन कले भाई चार सी पालन कले एने ये अंतर्धान स्त्री शिखंडिनी से शिखंडिनी नामक जने स्त्री को कन्या को बाहाई जहां पाखरु 3टा पुओ जन्म ग्रहण कले पवक के पावक पवमान सूची मुझे आपन को गोटा कथा कही रखा चाहे अग्निकर पावक पवमान एवं सूची बोलिक 3टा पुओ जन्म ग्रहण करते स्वाहा एठी से ही पावक एवं पवमान एवं सूची बोलिक से 3टा पुत्र पुणी काठू जन्म ग्रहण कले शिखंडिनी यार कारण मध्य भागवत अच्छी से अग्नि को वशिष्ठ देते अभिशाप कौन कारण रू से आसिक शिखंडिनी गर्भरे जन्म ग्रहण कले एवं परवर्ती अवस्था रे पुणी जोग तपस्या करी अग्नि हो गले एवं अंतर्धान अन्य पत्नी हेले नभस्वती से नभस्वती गोटे पुओ ता ना हविर्धान हविर्धान हविर्धानी नामक कन्या को विवाह कले एवं हविर्धानी गर्भरु 1 2 3 4 5 6टा पुओ जन्म ग्रहण करते बरिषद शुक्ल सत्य कृष्ण गय जीतव्रत यही भाव में 6टा पुओ जन्म ग्रहण करते से भीतर ये जो बरिषद अन्य मान तो कथा ये कह जाए ना ये बरिषद होउछंती प्राचीन बरही यांकर ना प्राचीन राजा तेणु यांकर ना प्राचीन बरही बोलिक दिगला बरिषद जी प्राचीन बरही सी एवं ये प्राचीन बरही यांकर शतद्रुति नामक जने कन्या सहित विवाह है शतद्रुति एवं से शतद्रुति गर्भरु एकाथर को 10टा पुओ जन्म ग्रहण कले समस्त रूप समान उच्चता समान लक्षण समान देखा समान सबू समान तेणु तांकर ना हला 10 प्रचेतस बोलिक से दिगला ना 10 प्रचेतस एवं प्राचीन बरही यही 10 प्रचेतस जन्म पर कहले जाओ तुम सृष्टि रचना कर सृष्टि रचना करने जाओ तपस्या कर यथाज्ञ पिता कहीकि पलैगले एवं बिना वाक्य व्यय पितांकर कथार प्रतिवाद न कर सीधा सड़क पलैले बाटर रुद्र को भेटले भौतिक कथा अच्छी रुद्र को एकाथर के भेटिगले अरे पिता धर्मम पिता स्वर्ग पिता ही परमम तप पितरी प्रतिमापन्न प्रियंते सर्वदेवता जे पितांकर कथा को आज्ञा गुरुनाम ही अविचारणीय गुरुंकर आज्ञा होची अविचारणीय कौन से मतरे गुरुंकर आज्ञाटा को एटा ठीक कहले कि भूल कहले मानिबी कि न मानिबी
এই কথা বিচার যোগ্য নুহে। গুরু যাহা কহিলে তাକୁ ବିନା ବାକ୍ୟ ବିହରେ ମାନିବାଟା ହଉଛି ପୁତ୍ରର ଧର୍ମ, ଶିଷ୍ୟର ଧର୍ମ, ସବୁ କିଛି। ଏବେ ସେ ଧର୍ମ କୁଆଡେ ଗଲା, କଣ ହେଲା? ସେ ଯାହା ବି ହଉ, କଣ ହେଲା? ଖଡକାଡ କାହିଁକି କରୁଛି? ତ ବର୍ତ୍ତମାନ ଇଏ ପିତୃଭକ୍ତ ଦଶ ପ୍ରଚେତସ ରୁଦ୍ରଙ୍କୁ ବାଟରେ ଭେଟିଲେ ଏବଂ ରୁଦ୍ର ତାଙ୍କୁ ଗୀତା ଶୁଣେଇଲେ। ଏବଂ ରୁଦ୍ର ଗୀତା କଣ? ପ୍ରକୃତରେ ରୁଦ୍ର ଗୀତା ହଉଛି ଭଗବାନ ବିଷ୍ଣୁଙ୍କର ସ୍ତୋତ୍ର। ସିଏ କହିଲେ, ରୁଦ୍ରଙ୍କୁ କହିଲେ ଆମେ କଣ କଲେ ଭଗବାନଙ୍କୁ ପାଇବୁ, ସେଇଟା କଥା ଟିକେ ଦୟାକରି କୁହନ୍ତୁ। ଏମାନେ କହିଲେ ଯେହେତୁ ତୁମେ ତୁମର ପିତାଙ୍କର ଆଦେଶ ପାଳନ କରିଛ, ମୁଁ ତୁମକୁ ସାହାଯ୍ୟ କରୁଛି। କହିଲେ ନମଃ ପଙ୍କଜନ ଭୟ, ବିଷ୍ଣୁଙ୍କୁ କିପରି ଭାବରେ ସ୍ତୋତ୍ର କରିବ, ସ୍ତୁତି କରିବ ସେଇଟା ଟିକେ କହିଦଉଛି କହିଲେ। ଏବଂ ରୁଦ୍ର ଗୀତା ଗୋଟେ ବିରାଟ ଗୋଟେ ମାନେ ଅଧ୍ୟାୟ, ତାକୁ ସେ କହିଲେ। ମୁଁ ମାତ୍ର ଦୁଇଟା ଶ୍ଲୋକ କହୁଛି। ନମଃ ପଙ୍କଜନାଭାୟ ଭୂତ ସୂକ୍ଷ୍ମେନ୍ଦ୍ରିୟାତ୍ମନେ ବାସୁଦେବାୟ ଶାନ୍ତାୟ କୁଟସ୍ଥାୟ ସ୍ୱରୋଚିଷେ শঙ্কর্ষণায় সূক্ষ্মায় দুরান্তায় অন্তকায় চ নমো বিশ্ব প্রবোধায় প্রদ্যুম্নায়ন্তরাত্মনে নমো নমো নির্ধায় ঋষিকেশেন্দ্রিয়াত্মনে নমঃ পরমহংসায় পূর্ণয়ে পুণ্যায় নিভৃতাত্মনে। এইভাবে বিষ্ণুଙ୍କୁ କେମିତି ସ୍ତୁତି କରିବ ସେଇ କଥା କହିଦେଲେ ଏବଂ ନିଜେ ରୁଦ୍ର ଅନ୍ତର୍ଧ୍ୟାନ ହେଇଗଲେ। ଏବଂ ସମୁଦ୍ର ମଧ୍ୟରେ ଇଏ ଯଶ ପ୍ରତିଶୋଧ କଣ କଲେ, ଯାଇକରି କଲେ ତପସ୍ୟାରେ ରତ ରହିଲେ। ପୁଣି ବିଷ୍ଣୁ ଯୋଉ ହିସାବରେ ତାଙ୍କୁ ବତେଇଥିଲେ, ରୁଦ୍ର ଯୋଉ ହିସାବରେ ବତେଇଥିଲେ ସେଇଟା କଲେ ବିଷ୍ଣୁଙ୍କୁ ଦର୍ଶନ କରିବେ ବୋଲିକି। ଏଣେ କଣ ହେଇଛି, ପ୍ରାଚୀନ ବଢି ସେ ବିଷ ଭୋଗରେ ଘାଣ୍ଟି ହଉଛନ୍ତି। ତାଙ୍କର ସ୍ତ୍ରୀ ସହିତ ମାତିକିରି ବେଦର କର୍ମକାଣ୍ଡକୁ ଏ ହିଁ ମତେ ଦେବ, ମୋକ୍ଷ ଦେବ ବୋଲି ବିଚାର କରିକରି ଯଜ୍ଞ କର୍ମ କରିବାରେ ଲାଗିଛନ୍ତି। ଏବଂ ଏମିତି କରିଛନ୍ତି। ବର୍ତ୍ତମାନ 25 ଅଧ୍ୟାୟରେ ତାର କଥା ଲେଖା ହେଇଛି। 25 ଅଧ୍ୟାୟ କଣ? 25 ପ୍ରାଚୀନ ରହି ପାଶେ ନାରଦ ମୁନି ଯାଇ ପୁରଞ୍ଜନର କଥା ଝଳେ ଅନେକ ଜ୍ଞାନ ବୁଝାଇଲେ। ବର୍ତ୍ତମାନ ଇଏ 24 ଅଧ୍ୟାୟ ଠାରୁ ଆରମ୍ଭ ହେଇଗଲା ପ୍ରାଚୀନ ବଢିକୁ ବୁଝେଇବାର କଥା, ତାକୁ ଜ୍ଞାନ ଦେବାର କଥା। ନାରଦ ସିଧାସଳଖ ନ କହିକିରି ତାକୁ ଗପ କହିବାର ଆରମ୍ଭ କରିଦେଲେ ଏବଂ ଯାଇକିରି ପ୍ରାଚୀନ ବଢିକୁ କହିଲେ, ତାକୁ ଯାହା କହିଲେ, ମହାରାଜ ତମେ ଯୋଉ ଯଜ୍ଞ କର୍ମ କରୁଛ, ବଳିକୁ ଦଉଛ, ଏଇଟା କଣ ଭାବୁଛ ଏଥିରେ ମୋକ୍ଷ ପ୍ରାପ୍ତ ହେଇଯିବ? କହିଲେ କଣ ବେଦରେ ଲେଖା ହେଇଛି ନା? ବେଦ ଲେଖା ହେଲେ ପାଇବନି। ଟିକେ ଦେଖ ମୁଁ କଣ ଦେଖେଇ ଦଉଛି। ତାକୁ ଟିକେ ସମ୍ମୋହିତ କରିଦେଲେ, ସେ ମୂର୍ଚ୍ଛା ହେଇଗଲେ। ଦେଖିଦେଲେ ଯେତେବେଳେ ଆକାଶରେ ଯୋଉମାନଙ୍କୁ ଇଏ ହତ୍ୟା କରିଥିଲେ, ଯଜ୍ଞରେ ବଳି ଦେଇଥିଲେ, ମାନେ ବିରାଟ ବିରାଟ ଆଖି କରିକିରି କିଏ ଖଡଗ, କିଏ ତଲୱାର, କିଏ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧରିକି ତାକୁ କଟମଟ କରି ଚାହିଁଛନ୍ତି। ଇଏ ଭୟ କରିଲେ, କାହିଁକି ଏମିତିଆ ଦିଶୁଛି? ଆରେ ତମେ ଏମିତି, ତମେ ଯେତେବେଳେ ମୃତ୍ୟୁବରଣ କରିବ, ତମକୁ ଏମାନେ କାଟିକିରି ମାରିବେ। ତେଣୁ ମୁଁ କଣ କରିବି କହିଦଉଛି, ମୁଁ ଶୁଣ ବୋଲିକି କହିକିରି ଗପଟା ଆରମ୍ଭ କରିଦେଲେ। ସେଇ ଗପଟା ହେଲା ପୁରଞ୍ଜନ। ପୁରଞ୍ଜନ ଆଖ୍ୟାନ, ଯୋଉ ପୁରଞ୍ଜନ ଆଖ୍ୟାନ କି ପରବର୍ତ୍ତୀ ଅବସ୍ଥାରେ 29 ଅଧ୍ୟାୟରେ ପୁରଞ୍ଜନ ଉପାଖ୍ୟାନର ସବୁ କିଛି ଗୋଟି ଗୋଟି କୁହାଯାଇଥିଲେ ମଧ୍ୟ ଆପଣ ମାନେ ସମସ୍ତେ ଜାଣିଛନ୍ତି। କାରଣ ଏଇ ଭିତରେ ଏଇ 2-4 ଟା ଅଧ୍ୟାୟ ଭିତରେ ଏଇ ପୁରଞ୍ଜନ ଉପାଖ୍ୟାନ ସବୁ ଆପଣମାନଙ୍କ ସମକ୍ଷରେ ପଣ୍ଡିତ ମାନେ କହିଛନ୍ତି। ସେ ପୁରଞ୍ଜନ ନାମ କହୁଥିଲେ। ପୁରଞ୍ଜନ ଶବ୍ଦର ଅର୍ଥ କଥା ମୁଁ ଏବେ କହୁନାହିଁ, ମୁଁ କେବଳ ଗପ କହିଦେବି। ପରବର୍ତ୍ତୀ ସମୟ ଅଧ୍ୟାୟରେ, ଶେଷ ଅଧ୍ୟାୟରେ ତାର ଅର୍ଥ ପାଇବି। ପୁରଞ୍ଜନର କଥା କହିଲେ, ନାରଦ ପୁରଞ୍ଜନ ବୋଲିକି ଗୋଟେ ରଜା ଥିଲା, ଅରଣ୍ୟ ଭିତରକୁ ପଳେଇଗଲା। ଯାଇକି ଦେଖିଦେଲା ଗୋଟେ ବଡ ସୁନ୍ଦର ପୁର, ନବଦ୍ୱାର, ତାର 9ଟା ଦ୍ୱାର ଅଛି, ଗୋଟେ ଦ୍ୱାରପାଳ ଅଛି, ଭିତରେ ଗୋଟେ ବଡ ସୁନ୍ଦର ସୁନ୍ଦରୀ, ଅତି ସୁନ୍ଦରୀ ଝିଅ ଅଛି। ତାକୁ ଯାଇକରି ପ୍ରେମ ନିବେଦନ କଲା, ତା ସହିତ ସେ ବିବାହ କରି ପକେଇଲା। ଏମିତି ତା ସହିତ ପୁରାପୁରି ଯାଇକିରି ଏମିତି ମିଶିଗଲା ଯେ ସେ ପୁରଞ୍ଜନ ସେ ଝିଅଟାକୁ ଆଉ ଛାଡି ପାରିଲା ନାହିଁ। ଏଇ କଥା ସବୁ ଲେଖା ହେଇଛି। ଏବଂ ପୁରଞ୍ଜନ କଥା ପୁଣି କୁହାଯାଇଛି, ସେ ଏତେ ସ୍ତ୍ରୀ ପ୍ରତି ଏତେ ଆସକ୍ତ ହେଇଗଲା ଯେ ସିଏ କାନ୍ଦିଲେ କାନ୍ଦିଲା, ସିଏ ଖାଇଲେ ଖାଇଲା, ସେ ଉଠ କହିଲେ ଉଠ ହେଲା, ସେ ବସ କହିଲେ ବସିଲା, ଏଇଭଳିଆ ଚାଲିଲା। ଏବଂ ପରବର୍ତ୍ତୀ ଅବସ୍ଥାରେ ସେ ପୁଣି ସେଇ ପୁରଞ୍ଜନ କଣ କଲା, 26 ଅଧ୍ୟାୟରେ ଯାଇକିରି ମୃଗ ପାଇଁ ପଳେଇ ଯାଇଛି। ଅରଣ୍ୟକୁ ମୃଗ ଶିକାର କରିବା ପାଇଁ ପଳେଇ ଯାଇଛି।
किछि दिन विलंब हो गला एने रुषा फुला केते कथा पुरंजनी तार स्त्री ना है पुरंजनी सी आसिक पाख कथा शुणु ना कैकेयी को दशरथ जमी बुझे बुझे अनायत्त हो गले ये भी सेमती बहुत कष्ट पुणी बुझेला एवं शेष एमती आश्रयण हो गला जे पुरंजनी को छाड़िक यार कौन सी कथा से कर पारा ना एवं ठीक এইটা হলা ষড়বিংশরে পুরঞ্জন মুখ অর্থ গলাপন সপ্তবিংশ কথা আসিলা দারাস তনয় সঙ্গে পরি সে পুরঞ্জন পথ হুড়ি কালর কন্যা জলা পাশে মিলিলা বলে সপ্তবিংশে মু এইটি আপনার পঞ্চবিংশ অধ্যায় যাহা সবু লেখছে নবদ্বার কথা ইত্যাদি গুড়াক লেখা হয়েছে মু कहू না কারণ ইয়াকু পুଣି ঊনবিংশ অধ্যায় যেহেতু তার আবৃত্তি পুনরাবৃত্তি করবি সেই দৃষ্টি মু কহি নাই নহলে পঞ্চবিংশ অধ্যায় আপনার 9টা দ্বার আপনার সময় জানি তার 9টা দ্বার না দিয়েছেন কোন আপনার নলিনী নালিনী তার এই দ্বার মানଙ୍କର না ସବୁ ଦେଇଛନ୍ତି ସେ ଦ୍ୱାର ମାନଙ୍କର ନା ହେଲା ଟିକେ କେବଳ କହିଦିଏ खद्यता आबिर्मुखी एटा आखि मान करना नलिनी नालिनी दुई नाक पुड़ार ना एवं देवह पितृ हूँ दुई कानर ना मुख्य है पार्टीर ना एवं व्यय हूँ प्रजोजन प्रजनन जो इंद्रिय तार ना एवं निवृत्ति हूँ जो मल निष्कासन हूँ तार ना है निवृत्ति यही भाया 9टा द्वार ना से दिखाई प्रजागर बोलिक गोटे प्रहरी ना दिखाई से पंच प्राण को से गोटे नाग बोलिक विचार कर पंच प्राण प्राण पान प्राण अपान व्यान उदान समान यही 5टा प्राण को से दिखाई एमती विभिन्न कथा ये दि जाए सेटा परवर्ती अवस्था आम ये करवा आपणार द्वारपाल में 2टा पत्नी थिले से 2 पत्नी रहा जनकर ना निवृत्ति और जनकर प्रवृत्ति से निवृत्ति ठारू सबू साधु माने जन्म ग्रहण कले साधु चरित्र लोक प्रवृत्ति ठारू सब दुराचारी माने जन्म ग्रहण करथिले एवं दुराचारी माने किए हेले काम क्रोध अभिमान अज्ञान लोभ हिंसा विवाद तर्क मिथ्या भाषा एवं आपन साधु मानकर किए हेले दया विवेक धर्म क्षमा संतोष धीर शांति यही मान है निवृत्ति या परवर्ती अवस्था आम या टिके टिके कहवा एवं वर्तमान यहाँ हूँ आपणकर पंच विषय बर्तमान बुझाऊँ सप्तविंश द्वारा तनय संगे पड़ी से पुरंदन पथ हुड़ी कालर कन्या द्वारा पासे मिलला बोले सप्तविंश अध्याय कौन है से पुरंजन स्त्री बशवर्ती होकर भोग विलास माति करी शेष कालर कन्या गोटे से उपस्थित रही काल बोलिक गोटे से कालटा प्रकृत आप जानती जो काल की समग्र कन्या को पठे तार कन्यार नाम हूँ जरा किंतु प्रकृत जरा अर्थ है वार्धक्य से काल कन्या बुलुची चारिआडे बुलुची जे मते किए बाहा हम किंतु जरा नामनी कन्या को कई बाहा प्रस्तुत नहंती तेणु तार जो जरा को पाठ तार जो सांग से जो भय बोलिक गोटे जिनस से भयटा को मृत्यु देवता से भय को जरा को बाहा भय जरार इच्छा हो गला मु भय को बाहेबी भय भी कहला यही जरा को बाहा हेले देवता मान किसी काम हम ठीक अच्छी हाँ करदेला प्रज्वर अर्थात ज्वर जरा अपना भयर तार भाई ज्वर से ज्वर को कहला कि ज्वर भी तो साथी तोते साहाय्य कर मु तोते कहूँ तू जहाँ को इच्छा करू बाहू तोते मना करने कहीं माने कहार साध्य ना तोर इच्छा अनुजाई बाहू ये भाया कथबार्ता होकर जरा को पठे देछि भय जरा आसिक प्रवेश करिछि पुरंजनर नवद्वारपुर नवद्वारपुर प्रवेश करी द्वारपाल को से जो पंचप्राण अहिना अहि पंचप्राण विशिष्ट पंचफोड़ा विशिष्ट अहि जहाँकि पंचप्राण ताकू प्रथम हैरान पहुंची जाइए पंचप्राण को भी अहि को भी से पाखरे पहुंची जाइए
तार प्रत्येक द्वार भितर प्रवेश कर्णर पशि आखिरे पशि सबुथिरे जरा प्रवेश करी शेष अधिकार कर पुरंजन को एवं पुरंजन को बाहा बाहाकर हम ताकू जोर जबरदस्ती पुरंजन सहित से संपर्क रक्षा करने मना कर पुरंजन एवं शेष गति कौन वार्धक्यर कबल जी आसीगला जी जरार कबल आसीगला तार आ रक्षा नहीं पुरंजन शेष से गति एका एवं से गति है बेले मनीष कौन हुए से बड़ सुंदर भाव में वर्णना करा मनीष जिते जराग्रस्त हो जाए मनीष जिते जराग्रस्त हो जाए मृत्यु पाखे आसे से मृत्यु समय केते कांदे तार स्त्री ता पुओ कथा चिंता करी घर कथा चिंता करी निजर कथा चिंता करे नहीं से किंतु ये मोहमाया संसार कर चिंता न करी मो स्त्री कौन करिबो मो मरी गले मो पुओ कौन करिबो मो मरी गले इत्यादि विचार करे एवं सेया हेजी पुरंजनर शेष मृत्यु होईची ता सहित तार द्वारपाल भी छाड़ी पड़े एवं मृत्यु हो फल सी मृत्यु समय बारंबार बारंबार तार स्त्री कथा चिंता करी पर जन्म विदर्भ राज्य रे से विदर्भी नाम जने कन्या जात होईची विदर्भी कन्या कौन होईची विदर्भी देखंतु पुरंजन वर्तमान स्त्री हो गला भगवान गीता रे कहते जजन जम्बापि स्मरण भावम त्यजत्यन्ते कलेवरम तम तम एवेति कुन्तेय सदा तद भाव भावितः मृत्यु समय जीए जो कथा चिंता कर ही मिल से अवस्था ही मिल तेणु अत्यधिक भय अत्यधिक क्रोध अत्यधिक स्नेह रे जदि क्या चिंता करा जाए मृत्यु समय ताले से रूपटा प्राप्त हम बोलिकी भागवत कहते श्रीमद भागवत महापुराण से लिखाई शुण महीपति संसारे मायाजी बगति प्रयाण काले कौन गोटे जंतु मने चिंत हेतु से प्रयाण काल जो हेतु चिंता करे जो कारण को चिंता करे मृत्यु समय से भाया ही यशस्कारी पक्षी कीट भाया तार गति हुए ये भी ठीक से आई कारण बेले श्री हरि न चिंतिला से राजा अज्ञान होइला यज्ञादि पुण्य कर्म जेते रक्षण नइले समते से केते कौन करथिला से सब वृथा हो गला वर्तमान मृत्यु हो गला परवर्ती अवस्था रे सी प्रारब्ध भोग कला एवं गोटे विदर्भी भाव में गोटे झील जन्म है से विदर्भी को मलयध्वज राजा पांचाल राजा मलयध्वज ता ना दक्षिण दाक्षिणात्य सी जाकि बाहला मलयध्वज जने बड़ सुंदर राजा थिले से जहाँ भी हो मलयध्वज जिते मृत्यु हो गला विदर्भी विदर्भी मलयध्वज को स्मरण करी तार गुण बाहुनी बाहुनी शेष जाकर कौन कला गोटे निजे चिता प्रस्तुत करी मलयध्वज को शोई देकी प्रवेश करने गला बेले जने अज्ञात व्यक्ति प्रवेश कला जने अज्ञात व्यक्ति प्रवेश करी विदर्भी को कहला तू किए तू कार स्त्री या सहित कहीं जाऊँ मुझे एत कांदुचु कहीं ये किसी कही पारानी शेष कहला शुण मु कहीदे तू हूँ पूर्व जन्म पुरंजन राजा थिलु तार आहरी पूर्व तू हूँ जीव तू हूँ गोटे हंस एवं मु ब्राह्मण होते मुझे परमहंस आम मान सरोवर थे तू जल केली करी भोग विलास थिला बेले मु तोते बाहर देखुली तू से मो कथाटा शुणिलु नहीं आसिक भोग विलास पृथ्वी घाटी हेलु एवं वर्तमान गोटे जन्म रु आ गोटे जन्म को जाइकरी वर्तमान तोर ता सहित सती होगापाई जाऊछु तू हूँ प्रकृति जीव मु हूँ परमात्मा तू आत्मा मु हूँ परमात्मा मु परम तू जीव यही कथा कहवा फल तार ज्ञान उदय होती एवं से जे ब्रह्म को चिन्ह गला से निश्चित भाव में तार मुक्ति लाभ कर मात्र सन्देह ना एवं तापरे वर्तमान आसीगला 29 अध्याय जो 29 अध्याय कि ये पुरंजन उपाख्यान सबु किसी तत्व वर्णित होती यहाँ माने भी आपण माने शुणी सारी समस्ते तेरे टिके टिके खाली मुझे हेतु कहीदे 29 अध्याय कौन कही 28 अध्याय पर्यंत उपाख्यान तत्व
कथन कले नारद आसिक प्राचीन बही पाखे कहीदे प्राचीन बही की सब जिते कहले प्राचीन बही कहला ये सब कहवा तात्पर्य कौन ये सब कौन मुझे बुझीपार ना मुझे शुण तोते कहीं सब कहली पुरंजन प्रथमे पुरुष थिला परे विदर्भी स्त्री हो गला तू आज पुरुष अच्छु काली स्त्री भी हो पारू तू जो वेदर कर्मकांड को धरिक मोक्ष प्राप्ति पाइबू बोलिक विचार कर संपूर्ण मिथ्या तेणु मु तुमको तार छल कहीदे शुण एवं ये जो पंचेन्द्रिय कथा कहली ये देहर गोटे रथ कथा कही यही देह हूँ रथ यही देह हूँ रथ एवं यार जो नवद्वारपुर बोलिकी तो से कही ये शरीर हूँ नवद्वारपुर शरीर मध्य 9टा द्वार जहाँ जाऊ दी आखि दी कान दी नाक पाटी एवं आपणर प्रजनन इंद्रिय ता सहित निरुति मल निष्कासन द्वार यहाँ 9 द्वार पुणी 10 द्वार कहीं कहते आपणर ब्रह्मरंध्र को लेकिन 10 द्वार पुणी 11 द्वार भी कहते नाभि कमलटा को लेकिन भी 11 द्वार बोलिक कहुए किंतु ये 9 द्वार कहते से 9 द्वार युवा कहले एवं पंचेन्द्रिय होती से रथर अश्व यही देह जदि गोटे रथ हुए यही देह को पंचेन्द्रिय 5टा अश्व आम पंचेन्द्रिय 5टा इंद्रिय से अश्व भाव टाणती पाप पुण्य होती उभय चक रथर चक आ मन हूँ लगाम रश्मि घोड़ा जो रश्मि घोड़ा देह जो लगाम लगी था रश्मि से रश्मि हूँ मन बुद्धि हूँ सारथी एवं हृदय हूँ आस्थान आ सुख दुख शोक मोह ये माने होचंती रथर जुआली घोड़ा कांध उपर जोटा पकईक बंधा जाए से गुड़ा कहले सी एवं नवद्वारपुर पुणी से कथा प्रजागर हूँ पंच प्राण सी हूँ शरीर रक्षक सी शरीर द्वारपाल सी दुर्बल हेले आ भीतर को कहीं माने आउ रक्षा नाई आ नलिनी होचंती नाकर दीपुड़ा खद्यता अभिर्मुखी होचंती आपण दी आखि मुखिया हूँ पाटी पितृ देव होचंती उभय कर्ण और व्ययायक हूँ से प्रजनन इंद्रिय निवृत्ति कहले मुझे निष्कासन द्वार यहाँ तार अर्थ ये सब कहुई पुणी ये कहुई जहाँ तो साधु संग तार रही शुण अनुरूपर तावत नुहे सदगति यज्ञादि कर्मे न तरंती गोटे कथा बड़ सुंदर कथा ये कहले यज्ञ आदि कर्म कहीं मोक्ष प्राप्त हेबे नाही साधु संग एकमात्र संग एवं जीवटा कौन कहीदे शुण जीव हूँ 5टा तन्मात्रा 3 गुण 5 3 8 10 इंद्रिय 8 10 18 5 प्राण 8 5 23 1 मन 24 एक बुद्धि 25 ये 25टा उपादान नहीं जीव केते जीव हुए जिते चैतन्य शक्ति ये समस्त उपादान रे भगवान दे था चित शक्ति भगवान किसी अंश यहाँ देह प्रवेश कले ही ये जीवर आख्या पाए यहाँ देह ये चित शक्ति पड़े गले ये जीवटा शव हेब सीना ये शिव हम नहीं एवं यहीटा कहवा पर से तेणु कौन करवा उचित सदा सर्वदा साधु संग ये हूँ मोक्षर रास्ता किए सदा सर्वदा साधु संग ही मोक्ष प्रदान करिवो एतिकी कथा कहीकि प्राचीन बढ़ी को जितेबले ये कहले प्राचीन बढ़ी सब बुझीगले कहले अति शीघ्र पढ़ा कपिलाश्रम को पढ़ा सी मूढ़टा प्राचीन बढ़ी एड़े मूढ़ कहला मुझे मो स्त्री को टे कहीदे आसे पागल हेलु पागल हेलु पुणी जाकि स्त्री पागल भाव एक पड़ा सीधा नाक सीधा सीधा से किसी क्या न कहीकि पलैला और से कपिलाश्रम तपस्या करकुंठ प्राप्त है यहाँ 19 अध्याय आपणर सबू पुरंजन उपाख्यान सबू सार कथा सहित ये 19 अध्याय बर्तमान 300 अध्याय 300 अध्याय कौन है जितेबले ये सबू ये भितर प्राचीन बरीर मृत्यु हो जाइए प्रचेत 10 प्रचेत समुद्र भितर तपस्या कर तपस्या बर्तमान सिद्ध होती भगवान विष्णु को दर्शन कर प्रचेत माने भगवान विष्णु को दर्शन करने स्तुति कर बहुत सुंदर स्तुति जो स्तुति कि भगवान
बड़ तुष्ट हो जाती नमो विशुद्ध सत्वाय हरिमेधसे वासुदेवाय तुष्णाय प्रभवे सर्वसात्वतां नमः कमलनाभाय नमः कमलमालिनी नमः कमलपादाय नमस्ते कमलेक्षण नमः कमलकिंजल पिंसगामल वाससे सर्वभूत निवासाय नमो जुक्ष्मे साक्षिणे नमः क्षमाय शुद्धाय पुरुषाय पराय च वासुदेवाय सत्वाय तुभ्यं भगवते नमः। 10 प्रत्येक शंकर ये स्तुति रे जोटा कि भगवान रुद्र तांको शिखै थिले से रुद्र गीता रे भगवान नारायण को स्तुति रे 10 प्रत्येक नारायण को संतुष्ट कर देले नारायण तांको दे दे तुम जाओ वर्तमान राजत्व करिवो तुम हो जाओ चराचर सृष्टि सबकि पठे देपर समय कौन है 10 प्रतिशत बाहरी आसिले आसिक देखीदे जे आउ कहीं नहांती बाप अजा जहाँ थे कहीं नहांती पिता प्राचीन बढ़ी भी नहांती चारिआडे सब वृक्षलता व्यापी जाइछंती एमती व्यापी जाइछंती प्रचंड क्रोध जात है अरे ये कौन है आम जाकरी एत वर्ष तपस्या कला बेले ये कौन है विचार कर पार्टी अग्नि एवं वायु बाहर करके सब पोड़ी पकई सब वृक्षलता को पोड़ी देटा देखिक कौन है पहुंची जाइछंती। हाँ या पूर्व 10 प्रतिशत को भगवान विष्णु गोटे कथा कहीदेले तमे जाओ राज्य शासन करिव तुम मु गोटे कन्या ठीक करी कंदू ऋषिंकर और प्रम्लोचा नामक स्वर्ग अप्सरा गरु मारिसा नामक कन्या टी जात होती तुम 10 जन जाक बाहा हम यहाँ मुझे तुम रखी यहाँ से कहीदे एवं से कन्याटा जिते बड़े प्रम्लोचा कौन कला झीटा को जन्म देकरी शकुंतला को त्याग कला भाया मेनका ये प्रम्लोचा भी मारिसा को त्याग करके पड़ेला कंडू ऋषि तो सहज बाबाजी मारिसा से जंगल रे कादुची बुलुची ताकू गछ माने रक्षा कर वृक्ष गुड़ाक पालन पोषण कर रखिंट यहीटा जिते बड़े ब्रह्मा आसिक जिते बड़े देखीदे 10 प्रतिशत सबू वृक्षलता को ध्वंस कर दौरान कहले बंद कर यहाँ मोर सृष्टि तुम अजथा वृक्षलता कहीं नष्ट कर सृष्टि करी तुम कथाटा न बुझे कर ना मुझे तुमको गोटे गोटे झील दौची से डाकीदे झी वृक्ष मान को से झीटा को आण यहाँ बाहा कर दियो मारिसा आसला एमाने कौन कले विवाह कले एवं पाखर दक्ष नामक गोटे पुओ जन्म है 10 प्रतिशत शंकर गोटाए पिला मारिसा गर्भ ता ना है दक्ष से पूर्वर दक्ष ब्रह्मा संतान दक्ष एवं ये दक्ष अलग अलग ये हूँ मारिसा गर्भजात दक्ष 10 प्रतिशत शंकर और सर दक्ष किंतु से दक्ष जेहेतु भगवान शिव को अपमान देथिला टाइटा पूरा करथिला तेणु अभिशाप वशतः ये जन्म मारिसार गर्भर जन्म हो दक्ष जन्म है परवर्ती अवस्था सी भी प्रजापति गले से दक्षर 16 कन्या यही दक्षर 60 कन्या परवर्ती अवस्था आसो सीटा ये दक्षर 60टा झील 27टा दे चंद्र को 13टा दे कश्यप को एमती भाव धर्म को दे 10टा केते 27 10 37 3 40 10 50 आउ 3टा ऋषि को दीटा 60 तार्क्ष्यकाश्यप को देले 56 तार्क्ष्यकाश्यप को देले 4टा विनता कद्रु एमती 4टा देदेले एमती 60टा कन्या से दक्ष ताकर झील मान को देले परवर्ती अवस्था आसो खाली केवल टिके कहले एवं वर्तमान से माने कौन कले याकू मारिसा कन्या को विवाह करी धीरे धीरे राज्य को गले एवं राज्य शासन करने लगिले जोटा कि 300 अध्याय 30 प्रतिशत हरिंगी करी तपे तोष बार्खी कन्या को विवाह सानंदे राज्य भोग कले यहाँ 30 अध्याय समापन है वर्तमान प्रकृत 29 अध्यायटा केवल पुरंजन उपाख्यान सीना सार कथा वर्तमान वो जो 31 अध्याय ये 31 अध्यायटा प्रकृत समग्र चतुर्थ स्कंद सार कथा बोलिक विवेचना करे
କାରଣ ଏ ସମଗ୍ର 31-30 ଯାକ ଅଧ୍ୟାୟରେ ଆପଣ ମାନେ ଯାହା ଶୁଣିଛନ୍ତି ସବୁ ଭଗବାନଙ୍କର ସମ୍ବନ୍ଧରେ ଶୁଣିଛନ୍ତି। ପ୍ରତ୍ୟେକ ଅଧ୍ୟାୟରେ କିଛି ନା କିଛି କଥା ଅଛି ଯେ କୌଣସି ପ୍ରକାର ସମସ୍ତ ପ୍ରକାର ଆସକ୍ତିକୁ ତ୍ୟାଗ କର, ଭଗବାନ ବିଷ୍ଣୁଙ୍କର ଶରଣାଗତିରେ ଆସ, ସକଳ କର୍ମ କରୁଥିବ, ମନରୁ ସୂତ୍ର ନ ଛାଡ଼ିବ, ସବୁ ଅଧ୍ୟାୟରେ ଅଛି। ଏବଂ ଏଇ ଯୋଉ 31 ଅଧ୍ୟାୟରେ କଣ ହେଇଛି, ପୁତ୍ର ନିବେଶୀ ସିଂହାସନେ ପ୍ରଚେତା ନାରଦ ବଚନେ ମୁକ୍ତି ଲଭିଲେ ଅବଶେଷେ ଏହି ଚରିତ୍ର 31ରେ 10 ପ୍ରଚେତସଙ୍କୁ ନାରଦ ଆସିକିରି କହିଲେ, ବାବୁ ତୁମେ ଯାହା କଲ କଲ, ବର୍ତ୍ତମାନ ତୁମର ସମୟ ହେଇଗଲା, ତୁମେ ଯାଅ ମୁକ୍ତି ପଥରେ ଯାଅ, ତମେ ତ ଭଗବାନଙ୍କୁ ଦର୍ଶନ କରିଛ, ତମର ମୋକ୍ଷ ନ ପାଇବାର କିଛି ନାହିଁ, ତମ ପୁଅକୁ ରାଜ୍ୟ ଏଠି ଦେଇଦିଅ। ଏବଂ ପୁଅକୁ ରାଜ୍ୟ କହିଲେ କିଏ, ଦକ୍ଷକୁ ସେମାନେ ରାଜ୍ୟ ଦେଇଦେଲେ। ଏବଂ ଏଇ ଯୋଉ 31ରେ ଯାହା ସବୁ ବର୍ଣ୍ଣନା ହେଇଛନ୍ତି, ଏଇଟା ହଉଛି ଚତୁର୍ଥ ସ୍କନ୍ଧର ନିଶ୍ଚିତ ଭାବରେ ସାର କଥା। ତାକୁ ମୁଁ ଟିକେ ଟିକେ ବିଶେଷ କିଛି ନ କହିକି ଟିକେ ଟିକେ ପଢିଦେବି। ରାଜ ବିଭୂତି ପତ୍ନୀ ତୁଲେ ପୁତ୍ରେ ସମର୍ପି ବନେ ଗଲେ, ସେ 10 ଭାଇ ଦିବ୍ୟ ଜ୍ଞାନୀ ହରିଙ୍କ ଆଜ୍ଞା ପରିମାଣୀ, ସଂଯମ କଲେ ପ୍ରାଣ ମନ, ଏକନ୍ନ ବଚନ ଆସନ ଆଦି ଦୃଢ କଲେ, ସୁଶାନ୍ତ ବିଗ୍ରହ ହୋଇଲେ ହେମନ୍ତ ସମୟ ବିଦୁର ନାରଦ ବ୍ରହ୍ମାଙ୍କ କୋମଳ ମିଳିଲେ ତାଙ୍କ ଠାରେ ଆସି, ସେମାନେ ଅଛନ୍ତି ତପେ ବସି 10 ପ୍ରତିଶତ ତପସ୍ୟା କରୁଛନ୍ତି। ନାରଦ ଆସିକିରି କହିଗଲେ, ପଶିଗଲେ ପାଖରେ। ନାରଦ କଣ କହିଲେ, ସେମାନେ ପଚାରିଲେ ପ୍ରଭୁ କଣ କଲେ ଆମେ ତୋରି ମୋକ୍ଷ ପାଇବୁ ସେଇଟା କୁହ। ଇଏ କହିଲେ, ଶୁଣ, ମନୁଷ୍ୟ ଜନ୍ମ କର୍ମ ସେହି ହରିଙ୍କ ସେବା ହୁଏ ଜହିଁ। ଏ ସମଗ୍ର ଚତୁର୍ଥ ସ୍କନ୍ଧର ଏଇଟା ହଉଛି ତତ୍ତ୍ୱଜ୍ଞାନ। ଆରେ ମନୁଷ୍ୟ ଜନ୍ମ କର୍ମ ସେହି ହରିଙ୍କ ସେବା ହୁଏ ଜହିଁ। ହରିଙ୍କ ସେବା ବ୍ୟତୀତ ଅନ୍ୟ କୌଣସି ଧର୍ମ ନାହିଁ, ଅନ୍ୟ କୌଣସି କର୍ମ ନାହିଁ। ପୁଣି କହିଲେ, ଏ 3 ବେଦ କର୍ମ କହେ, ସେ କର୍ମେ ପ୍ରାଣୀ ମୋକ୍ଷ ନୁହେଁ। ବେଦ କହୁଛି ସେ 3 କର୍ମେ ପ୍ରାଣୀ ମୋକ୍ଷ ନୁହେଁ। ଭବୁ ତରିବ ସେବା କାହିଁ ଯାବତ ହରିଣ ଭଜଇ। ଏ ଯୋଉ ସେ କର୍ମେ ବେଦରେ ବର୍ଣ୍ଣିତ କର୍ମ କଲେ ପ୍ରାଣୀକୁ ମୋକ୍ଷ ପ୍ରାପ୍ତ ହବ ନାହିଁ। କାହିଁରେ ହବ, ଭବୁ ତରିବ ସେବା କାହିଁ ଯାବତ ହରିଣ ଭଜଇ। ତେଣୁ ହରିଙ୍କୁ ଭଜନ କଲେ ହିଁ ଭବୁ ତରଣ ହବ। ତେଣୁ ଅଷ୍ଟାଙ୍ଗ ଯୋଗ ସାଂଖ୍ୟ ଆଦି ସନ୍ନ୍ୟାସ ନା ନକଲା ଯେ କୃଷ୍ଣ ବିଚାର, ବିଫଳ ବୁଦ୍ଧି ହେଲା ତାର, ଇନ୍ଦ୍ରିୟ ବଳ ତେଜ ଘେନି ଏଣୁକି ଭବୁତରେ ପ୍ରାଣୀ। ଟିକେ ଟିକେ କଥା, ନକଲା ଯେ କୃଷ୍ଣ ବିଚାର, ବିଫଳ ବୁଦ୍ଧି ହେଲା ତାର, ଏଣୁକି ଭବୁତରେ ପ୍ରାଣୀ। ଇନ୍ଦ୍ରିୟ ବଳ ତେଜ ଘେନି, ଇନ୍ଦ୍ରିୟ ମାନଙ୍କର ବଳ ତେଜ ଘେନିକିରି ଭବରୁ ଏ ସଂସାରରୁ କେହି ତରଣ ପାଇବେ ନାହିଁ। ତେଣୁ ଅଷ୍ଟାଙ୍ଗ ଯୋଗ ସାଂଖ୍ୟ ଆଦି ସନ୍ନ୍ୟାସ ଧର୍ମ ବେଦବାଦୀ ଏ ସର୍ବଜୀବନ ତାରନ୍ତି। ଭଲ କରି କଥା ଶୁଣନ୍ତୁ, ଅଷ୍ଟାଙ୍ଗ ଯୋଗ ସାଂଖ୍ୟ ଆଦି, ସାଂଖ୍ୟ ଯୋଗ କୁହନ୍ତୁ, ଅଷ୍ଟାଙ୍ଗ ଯୋଗ ଯାହା ଯାହା କହୁଛନ୍ତି, ସନ୍ନ୍ୟାସ ଧର୍ମ ବେଦବାଦୀ ସର୍ବଜୀବ ନତାରନ୍ତି, ଭୋଗାଦି ଫଳ ବାଞ୍ଛା ଦିଅନ୍ତି। এই অষ্টাঙ্গ যোগ কহতু, বেদর কর্মকাণ্ড কহতু, যজ্ঞ করতু, তপ করতু, দান দিয়ন্তু, সবু কেবল গোটে কাম করবে, কଣ, ভোগাদি ফল বাঞ্ছা দিয়ନ୍ତି, ভোগ দেবে, কামনা সিদ্ধি করবে, স্বর্গ প্রাপ্ত করবে, মোক্ষ দেবে নাই কহিলে নাই। অপরে যেতে শ্রেয় কর্ম ইহ সংসারী লোক ধর্ম এ সর্বকালে ন ঘটନ୍ତି, যেবে হরিଙ୍କୁ ন ভজନ୍ତି। হরিଙ୍କ ভজন বিନା କିଛି କିଛି ମିଳିବ ନାହିଁ। ଆରେ ସେ ତେଣୁ ସେ ଆତ୍ମା ସର୍ବଭୂତେ ସକଳ ପ୍ରିୟ ସେ ଏମନ୍ତେ, ଯେବେ ହରିଙ୍କି ସେବା କରି ଆତ୍ମାକୁ ଉଦ୍ଧାରନ୍ତି ହରି। ଏ 31 ଅଧ୍ୟାୟ କେବଳ ହରି। ତଳୁ ନାସ୍ତୈବ ଗତି ଅନ୍ୟଥା। ହରେ ନାମ ହିଁ କେବଳମ୍। ଏଇଟା କଳିର କଥା ସିନା। ଏ ସବୁବେଳେ ପ୍ରତ୍ୟେକ ଯୁଗରେ ହରେ ନାମ ହିଁ କେବଳମ୍। କେତେବେଳେ ହରେ ମୂଳାରେ ମଧୁ କୈଟ ଭାରେ ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ, ତ କେତେବେଳେ କୃଷ୍ଣ ବିଷ୍ଣୁ ରକ୍ଷ ନିରାଶ୍ରୟମାମ୍ ଜଗଦୀଶ ରକ୍ଷ, କେତେବେଳେ ହରେ କୃଷ୍ଣ 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 ହରେ ହରେ। ହରିନାମ ନିଶ୍ଚିତ ଭାବେ, ହରିନାମକୁ ତ୍ୟାଗ କରିକିରି କେହି କେବେ
मुख्य प्राप्त हबार नाही धन बिना तेणु से रूपे गुण प्रवाह ए चराचर भूत देह से सर्वे हरि रुक्षरंती काले से तहि प्रवेशंती से आत्मा से हिंग पुरुष प्रधान से एक काल ही ताहांकु कही चाहांकु कही काल गुण प्रभात प्रवाह हेतु से ही ताहांकु भज एक भावे संसार निस्तरी जेबे जे हरि छाड़ी भल कथा जे हरि छाड़ी सेबे आनो आहा से प्रभु भक्त धीन से पाद पद्म छाड़ी जे ही अन्य भजने मन देई ताहाकु बोली मूढ़ मोती से प्राण भवन तरंती ये नारद कहते 10% अरे 10% कहना ये जिते आम अच्छे समस्त को आम मान समस्त सृष्टिर लोक कहते तेणु कौन करवा तेणु हरिंक नाम जस गुण जे भावंती अनुक्षण शुणिया सानंद नृपगणे हरि बजले अनुक्षण अंते से हरिंकी लभिले नारद हेतु निस्तेरिले ये जो तापरे विद्र मैत्र को प्रणाम कले शुक परीक्षित को आशीर्वाद देले यही ही ये चतुर्थ स्कंदर परिसमाप्ति है ये मूढ़ जहा आपण माने देइथिले प्रणतिमा जो आस्थाटा नहीं मोर ऊपर गोटे कही मुझे जानिली जहा आसिला से भाव में आपण मान समक्ष परिवेशन कली नमो ब्रह्मण्य देवाय गो ब्रह्मण हिताय जगद हिताय कृष्णाय गोविंदाय नमो नमः तमेव माता च पिता तमेव विद्या द्रविणम तमेव बंधुश्च सखा तमेव विद्या द्रविणम तमेव सर्वम मम देव देव हरि ओम तत्सत हरि ओम तत्सत हरि ओम तत्सत ये मोर वाचनिक सेवाटा को एठी समस्त को प्रणाम जनाई विराम देउछि हरि ओम तत्सत श्री कृष्ण अर्पणमस्तु हरि ओम प्रणाम बाबा प्रणाम प्रणाम आपन को आज ये पवित्र श्रीमद भगवती संध्यारे आपण भगवतमय करदेले भगवान अमृतमय कथा को आलोचना करी भगवान दिव्य कथा को आलोचना करी जो सुंदर भाव रे ताकू 31 जाक अध्याय को आपण 1.5 घंटा भितर खूब सुंदर भाव रे ताकू परिवेषण करिसंती परिवेश निश्चित भाव रे मधुमय हो जाइए आपन को अशेष कृतज्ञता ज्ञापन करी।